ଆଜି ଶୁଣିବା ଉପନ୍ୟାସ ଶାସ୍ତି। ଔପନ୍ୟାସିକ କାହ୍ନୁଚରଣ ମହାନ୍ତି। ଭାଗ 6। ଧୋବି ଆସିଲା, ସଙ୍ଗରେ ଆସିଥିଲା ବିଦେଇ। ରାମନବମୀ ଜାତ, ଲକ୍ଷ୍ମଣ ଶକ୍ତିଭେଦ ସମ୍ପାଦ କେଡ଼େ ଜାକଜକମରେ କେତେ ଉତ୍ତେଜନାରେ ହେଲା। ଶନିର ନିଃସଙ୍କୋଚ ଖରଚର ଯେଉଁ ଯନ୍ତ୍ରଣା ହୋଇଥିଲା, ଗ୍ରାମବାସୀ ପିଲାରୁ ବୁଢ଼ା ଯାଏ ସମସ୍ତେ ମନ ଇଚ୍ଛା ଖାଇ ପିଇ ଉତ୍ସାହରେ ଯାତ୍ରାରେ ଯୋଗ ଦେଇଥିଲେ। ଲକ୍ଷ୍ମଣ ଶକ୍ତିଭେଦ ହେଲା, ଲୋକଙ୍କର ଆଖିରୁ ଝରିଲା ଲୁହ। ହନୁମାନ ଗର୍ଦ୍ଧମାର୍ଥନ ପର୍ବତ ସହ ଔଷଧ ଆଣିଲା, ଲୋକେ ଆକୁଳ ଆଖିରେ ଚାହିଁ ରହିଲେ। ଲକ୍ଷ୍ମଣ ପୁନର୍ଜୀବନ ଲାଭ କଲେ, ଲୋକେ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ। ହରିବୋଲ ନାଦରେ ରାତିର ଆକାଶ ଥରି ଉଠିଲା, ହୁଳହୁଳିରେ ଧ୍ୱନି ଯାତ୍ରାସ୍ଥଳ କମ୍ପି ଉଠିଲା। ଧନ୍ୟ ହନୁମାନ, ଧନ୍ୟ ଗନ୍ଧମାର୍ଥନ ବିଶ୍ୱଲକରଣୀ। ଚାନ୍ଦିନୀ ଉପରେ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନଙ୍କ ସଙ୍ଗରେ ବସି ଧୋବି ମଧ୍ୟ ପୋଛିଥିଲା ଆଖିରୁ ଲୁହ। ଜାଣେ ନାହିଁ ସେ, ତାର ଆଗମନର ବାର୍ତ୍ତା ମୁଖାପିନ୍ଧା ହନୁମାନ ଶନି ପରିଡ଼ାର ମନରେ କି ମୂର୍ଚ୍ଛନା ଆଣିଥିଲା, ଯେଉଁଥିପାଇଁ ସେ ହୋଇଥିଲା ମୁକ୍ତହସ୍ତ। ଜାଣେ ନାହିଁ ଧୋବି, ତାରି ଉପସ୍ଥିତି ଶନି ହନୁମାନର ଉତ୍ତେଜନା। ଚାତ ଭାଙ୍ଗିଲା। ମା ଖୁଡ଼ୀଙ୍କର ଅନୁରୋଧ ଭାଙ୍ଗି ନ ପାରି ରାତିଟି ରହିବାକୁ ଧୋବି ମଙ୍ଗିଲା। ଘରକୁ ଫେରିଲା। ହନୁମାନର ମୁଖାମୁହଁରୁ ଓହ୍ଲେଇ ଆସିଲା ତାର ଏକୁଟିଆ ଘରକୁ। ରହିମ ଦାଣ୍ଡପିଣ୍ଡାରେ ଚେଇଁ ବସିଥାଏ। ଧୋବି 2-3 ଦିନ ରହି ଫେରିଗଲା ଦୁର୍ଗାପୁର। ଘର ଘର କରି ବିଷ୍ଣୁପୁରର ସମସ୍ତଙ୍କର ଘରକୁ ସେ ଯାଇଛି, ଭଲମନ୍ଦ ବୁଝି ଆସିଛି, କିନ୍ତୁ ଶନି ପରିଡ଼ାର ଘରକୁ ସେ ଯାଇପାରି ନାହିଁ। କେଡ଼େ ଆକୁଳ ଆଖିରେ ଶନେଇ ଚାହିଁ ରହିଥିଲା ତାର ବାଟକୁ। ପିଣ୍ଡା ଛାଡ଼ି ଶନେଇର ଆତ୍ମା ଯେପରି ପଛେ ପଛେ ଧାଇଁଥିଲା। ଶନେଇ ହତାଶ ହେଲା। ଦୁନିଆ ତାକୁ ଦିଶିଲା ଶୂନ୍ୟ। ସବୁ ଆନନ୍ଦ ଉତ୍ସାହ ମିଳେଇଗଲା, ଜୀବନ ଲାଗିଲା ତୁଚ୍ଛ। କାମକାର୍ଯ୍ୟରେ ଆଉ ତାର ମନ ଲାଗିଲା ନାହିଁ। ରହିମ ତାର ଉଦାର ଭାବ ଦେଖି କିଛି ବୁଝିପାରିଲା ନାହିଁ। ପଚାରିଲା, ଶନେଇ ଭାଇ, ତୋର ଦେହ ଭଲ ନାହିଁ କି? ଶନେଇ ଶୁଖିଲା ହସ ହସିଲା, କହିଲା, ତୁ କ'ଣ ବୁଝିବୁରେ ରହିମ? ପଚାରିଲା, ଆଖିରେ ଅନାଇଲା ତାର ମୁହଁକୁ। ସାବିତ୍ରୀ ଅମାବାସ୍ୟା। ପୁନି ଉପାସ କରିଛି। ଆଜି କେଡ଼େ ନିଷ୍ଠାର ବ୍ରତ। ତାରି ମଧୁଆ ପାଇଁ ସେ ବ୍ରତ ପାଳିଛି। ଯିଏ ତାକୁ ଜୀବନ ଦେଇଛି, ଆଶ୍ରା ଦେଇଛି, କୋଳରେ ଦେଇଛି। 3 ବର୍ଷର ପୁଅ ବନେଇ। ବନେଇକୁ କୋଳରେ ଧରି ତାର ଟିକି ମୁହଁରେ ଭୋକ ଦେଲେ ପୁନିର ମନେ ପଡ଼େ ତାର ବାପା। ଏଇ ଟିକି ବନେଇ ଭୋଇଟି ଅବିକଳ ବନେଇ ପରିଡ଼ାର ରୂପ ଆଣିଛି। ସେଇ ଆଖି, ସେଇ କାନ, ସେଇ ଭ୍ରୁଲତା। ତାରି ବାପା ତାରି କୋଳରେ ଜନମ ହୋଇଛି। ସଞ୍ଜ ହେଲା, କଳାଘୁମର ମେଘଫୌଜ ଘୋଟିଗଲା ଆକାଶରେ। ସବୁଦିନ ତ ଡେରି ହୁଏ। ମଧୁଆ ଏତେବେଳକୁ କାମକୁ ଫେରିଲା ନାହିଁ। ସବୁଦିନ ତ ଡେରି ହୁଏ। ପୁଣି କେବେ ଭାବେ ନାହିଁ। ସେ ଜାଣେ ତାର ଧୋବିଅପା ମଧୁଆକୁ ସୁଖ ପାଏ, ଜୀବନ ମୂର୍ଚ୍ଛା କାମରେ ଲଗାଏ ନାହିଁ। ତଥାପି ମଣିଷର ମନ ପତଳା। ଯାହାକୁ ମଣିଷ ବେଶୀ ଭଲ ପାଏ, ଯାହାର ସବୁବେଳେ ଶୁଭ ମନାସେ, ତାରି ଅଶୁଭ ସପନ ଦେଖେ। ତାରି ଅମଙ୍ଗଳ କଥା ଭାବି ଦକ ଦକ ହୁଏ। ପିଲାଟିକୁ କୋଳରେ ପୁରାଇ ପୁନି ବଇଠା ଚାଳି କବାଟ ଆଉଜେଇ ବସି ଭାବୁଛି। କବାଟ ଠେଲି ମଧୁଆ ଘରେ ପଶିଲା। ତାକୁ ଦେଖି ପୁନିର ପିଣ୍ଡାରେ ପ୍ରାଣ ପଶିଲା। ମଧୁଆ ହସି ହସି ପୁନିର ଆଗରେ ଖଣ୍ଡେ ନୂଆ ଶାଢ଼ୀ ଥୋଇଦେଇ କହିଲା, ନେ, ସାନ୍ତାଣୀ ତୋ ପାଇଁ ପଠେଇ ଦେଇଛନ୍ତି। ଆଜି ପରା କ'ଣ ବ୍ରତ? ତତେ ଖୋଜୁଥିଲେ ଲୋ, ତୁ ଆଜି ଗଲୁ ନାହିଁ କାହିଁକି? ପୁନି ନିତି ଯାଏ, ନିତି କଥାଭାଷା କରି ଫେରେ, କିନ୍ତୁ ଧୋବି କେବେ ତାକୁ କିଛି ଦିଏ ନାହିଁ। ଯାହା ସେ ଦିଏ ମଧୁଆ ହାତରେ, ଗୋପନରେ। ଘରର ଅନ୍ୟାନ୍ୟ ଚାକର ଚାକରାଣୀ ଯେପରି ତାର ସୁରାକ ନ ପାଆନ୍ତି। ତଥାପି ଗାଁ ମାଇପେ ସନ୍ଦେହ କରନ୍ତି। ବାଟରେ ଯେଉଁଠି ଦେଖିଲେ ପଚାରନ୍ତି, କିଲୋ, ଏ ନୋଥ, ଏ ନାକଚଣା, ଏ ମଲିକେଡ଼ି ବଟଫଳ କିଏ ଦେଲା ମ? ହଇଲୋ, ଏ ଶାଢ଼ୀ କିଏ ଦେଲା? କିଏ ମୁହଁ ମୋଡ଼ି କହେ, ମଧୁଆ ଛତରଖିଆରେ ଏଡ଼େ କାଢ଼ ଅଛି ଯେ ଘରେ 2 ହଳ ବଳଦ ବାନ୍ଧିବ, ବାରିରେ ଧାନ ଖଣି କରିବ, ନୂଆ ଘର ହୁଗୁଳା ତିଆରିବ। ପୁଣି ଏଇ ପୁନି ଛତର ଖାଇ, ଯୋଉଟାକୁ ସେ ବାଟରୁ ଗୋଟେଇ ଆଣିଛି, ତା ପାଇଁ ଏତେ ଗହଣା କରିଦେବ, ଶାଢ଼ୀ କିଣିଦେବ। କଥାରେ ଲଥା ପକାଇ ପୁନି ଆଡ଼େ ନେଇ ଆଉ କିଏ ଭଲ ଲୋକି କରି କହେ, କିଲୋ କହୁନୁ ନିଆଁ ଲଗି, ମୁଁ କ'ଣ ତମରିମାନଙ୍କ ପରି ହୋଇଛି କି? ରାତିଏ ଗଲେ ତ ହାତିଏ ଆଣିବି। ମଧୁଆ ସିନା ଗୋରୁ ମୁଣ୍ଡ ଅପା, ନଥିଲାକୁ ନ ଫେଡ଼ା। କୋଉ ଲୋକ କ'ଣ ଦେଇଛି ମୁଁ ମନେ ରଖିଛି କି?
ଆଉ କିଏ ଜାଣିଲା ଶୁଣିଲା ପରି ଚାରିଆଡ଼କୁ ମୁହଁକୁ ତୁନି ତୁନି କରି କହେ, ଛତରରୁ ସିନା ଆଇଛି, ପୁନି ଭାରି ଭଲଟିଏ ମ, ନିହାମୀ ପିଲାଟି ସେ। କିଏ ଜାଣିମ ଛଣ୍ଡକପତ ଲୋ, ମଧୁଆ ତାକୁ ସବୁ ଚିଜ ଦେଇଛି। ମୁଁ ଏତେ ଜାଣେ, ମଧୁଆ କେଉଁଠୁ ଆଣିଛି, ପୁନି ଜାଣେ ଯେ ଓଲମି ପିଲାଟା। ଏତିକି ମନକୁ ପଚାରେ ନାହିଁ, ପରକୁ ପରା ବିନା କାରଣରେ କିଏ କାହାକୁ ତଚ୍ଛର ଦିଏ। ପୁନିର ଛାତିରେ ଚମକ ଲାଗେ। ମାଇପେ ମନକୁ ମନ କହି ହୁଅନ୍ତି, ଏତେ ଚାକର ବାକର ଅଛନ୍ତି, ହେଲେ ସାନ୍ତାଣୀଙ୍କର ମଧୁ ବଇଠି ଭାରି ସରଧା। କାମ କରି ସମସ୍ତେ ଫେରିବେ, ସଙ୍ଗରେ ମଧୁଆ ଫେରିବ ରାତି ଅଧରେ। କିଲୋ କହୁନୁ ପୁନି, ମିଛ କଥା। ସାପ ପରି ଗର୍ଜି ଉଠେ ପୁନି। ତମେ ଗାଁ ମାଇପେ କାହିଁକି ପରର ସିରି ଦେଖି ହନ୍ତସତ ହଉଛ ବା? ତମକୁ କିଏ ମନା କରୁଛି କି ରାତିଏ ଯାଇ ହାତୀ ଆଣିବାକୁ? ତମକୁ କିଏ ମନା କରୁଛି କି ମଧୁଆ ବାଉରି ସରଧା କରିବା ବୋଲି? ପୁଣି ତମ ହୋଇ ଚାଲି ଆସେ। ତାର କାନରେ ବାଜେ, ଦେଖ ଗୋ ବହପ, କାହୁଁ ଅଇଲେ ଛତର ଖାଇ ଟୋକିର ମୁହଁ କେଡ଼େ ଟାଣ ଲୋ, ଦୂତିକା ହୋଇଛି ଦୂତିକା। ଆଉ କେତେ ଜଣ କ'ଣ କରନ୍ତି ସେମାନେ, ପୁଣି ଶୁଣିବାକୁ ରହେ ନାହିଁ। ଘରକୁ ଫେରି ଟିକି ବନିଆକୁ କୋଡ଼ରେ ପୁରାଇ ଏକୁଟିଆ ବସି ଭାବେ, କୂଳ ନାରା ପାଏ ନାହିଁ। ସାନ୍ତାଣୀଙ୍କର ମଧୁ ବୋଇଟି ଭାରି ସରଧା। ଭାବେ ସମସ୍ତେ ଫେରନ୍ତି ସଞ୍ଜରେ, ମଧୁ ବୋଇ ଫେରେ ରାତି ଅଧରେ। ପେଟ ଭିତରକୁ କୋହ ଉଠେ, ଆଖିରେ ଆସେ ଲୁହ। ଗୁରେଇ ହୁଏ ମନରେ ସେଇ କଥା ଗୁଡ଼ାକ। ମଧୁ ବୋଇ ଫେରେ ତ ରାତି ଅଧରେ। ପୁନି ଚାହେଁ ତାର ମୁହଁକୁ, କେଡ଼େ ଶୁଖିଲା ଦିଶୁଛି, କେଡ଼େ କ୍ଳାନ୍ତ ଦିଶୁଛି। ତାର ଛାତି ଥରି ଉଠେ, ପୁଣି ଆଖି ଛଳଛଳ ହୁଏ। ରୋକି ରୋକି ପଚାରେ, ଏତେ ଡେରି କାହିଁକି ହେଲା? ମଧୁଆ କହେ, ସାନ୍ତାଣୀଙ୍କ ପାଖେ ମୂଲିଆଙ୍କର ମୂଲ ହିସାବ ଦେଉଥିଲି। ସାନ୍ତାଣୀ କହିଲେ, ଆରେ ମଧୁ, ରହ ରହ, ଆଜି ବିଦେଇର ଜନ୍ମଦିନ, ପିଠା ଦିଟା ଖାଇଯିବୁ। ବସୁ ବସୁ ଘୁମେଇ ପଡ଼ିଲି, କେତେବେଳେ ପିଠା ଦେଲେ, ଦିଟା ଏଇନେ ଦୀପୁଞ୍ଜା ତୋ ପାଇଁ ଦେଇଛନ୍ତି। ମଧୁଆ ଗାମୁଛା ଖୋଲି ଦୀପୁଞ୍ଜା କାକରା ଥୋଇଦିଏ। ପିଠା ରଖିବାକୁ ପୁନିର ଆଗ୍ରହ ହୁଏ ନାହିଁ। ଛାତି ତଳେ ଯେତେ ପ୍ରଶ୍ନ ଗୁମୁରି ଉଠିଥାଏ, ତୁଣ୍ଡ ଖୋଲି କହିପାରେ ନାହିଁ। କାଳେ ମଧୁଆ କ'ଣ ଭାବିବ ବୋଲି ପିଠାଗୁଡ଼ାକ ବାନ୍ଧି ରଖେ। ଛଳନା କରି ନ ଖାଇ ଆଖି ବୁଜି ପଡ଼ି ରହେ। ନିଦ ହୁଏ ନାହିଁ। ବିଛଣାରେ ପଡ଼ି ଆକାଶ ପାତାଳ ଚିନ୍ତା କରେ। କ୍ଳାନ୍ତ ମଧୁଆ ଘୁଙ୍ଗୁଡ଼ି ମାରେ। ପୁନି ଉଠେ, ତାର ଶୋଇଲା ମୁହଁକୁ କ୍ଷଣ କାଳ ଚାହିଁ ରହେ। କିଛି ବୁଝିପାରେ ନାହିଁ। ଦୀପ ଲିଭାଇ ମଧୁଆର ଛାତି ଉପରେ କାନ୍ଦିଲା ମୁହଁ ଲଦି ଦେଇ ନିଶ୍ଚିନ୍ତ ହୁଏ। ପରଦିନ ଛାଇଲେଉଟା ବେଳ ଧୋବି ପଚାରେ, ଆଲୋ ପୁନି, ମୁହଁଟା କାହିଁକି ଲଦିଛୁ? ମଧୁଆ ଗାଳି ଦେଇଛି କି? ଏହି, ସେ ଅଛି, କାମରୁ ଫେରୁ, ତାକୁ ଦିପଦ ନ ଶୋଥିଲେ ମନ ଶାନ୍ତ ହେବ ନାହିଁ। ପୁନି ହସେ। ଧୋବିର ମୁହଁକୁ ଚାହିଁଲେ ଲୋକଙ୍କର ଅପବାଦିଆ ଛଳ କଥା ସେ ଭୁଲିଯାଏ। କେଡ଼େ ପବିତ୍ର ସେ ମୁହଁ, କେଡ଼େ ଉଜ୍ଜଳ ନିଷ୍କଳଙ୍କ ଆଖିର ଜ୍ୟୋତି। ପୁନି କହେ, ଧୋବି ଅପା, ଏତେ ଲୋକ ନଅଙ୍କରେ ମରି ହଜିଗଲେ, ମୋରି କପାଳେ ଏଇଆ ଥିଲା? ଲୋକ ନିନ୍ଦା ସହି ମୁଁ ବଞ୍ଚିଛି। ଭାଇ ସୁଖରେ ଥାଇ ସୁଦ୍ଧା ଦିନେ ହେଲେ ପଚାରି ନାହାନ୍ତି। ମୋର ବା କି ସାହସ ସମ୍ମାନ ଅଛି ଯେ ମୁଁ ଯାଇ ତାଙ୍କୁ ମୁହଁ ଦେଖାଇବି ଧୋବି ଅପା? ଧୋବି ଗମ୍ଭୀର ହୁଏ। କେତେ ଭାବନା ଖେଳିଯାଏ ତାର ମନରେ। ଛାତିରେ ଯନ୍ତ୍ରଣା ଅନୁଭବ କରେ। କହେ, ସବୁଦିନେ ତୁ ଏମିତିକା କହୁ କାହିଁକି ପୁନି? ମଧୁଆ ସିନା ଜାତିରେ ବାଉରି, ହେଲେ କେଉଁ ଗୁଣରେ ଆଉ କିଏ ତାକୁ ସରିହେବ? ରୂପ ଗୁଣ ସ୍ୱାସ୍ଥ୍ୟରେ ଠାକୁରେ ତୁମକୁ ଆୟୁଷ ଦିଅନ୍ତୁ, ତମେ ଭଲରେ ରୁହ। ପୁନିର ମନରେ ଗର୍ବ ଆସେ, କିନ୍ତୁ ଧୋବି ମୁହଁରୁ ମଧୁଆର ପ୍ରଶଂସା ଶୁଣି କେମିତି ଗୋଟେ ଖରାପ ଲାଗେ। ସାବିତ୍ରୀ ଅମାବାସ୍ୟା ରାତି। ମଧୁଆର କଥା ଶୁଣି ପୁନି ଅଭିମାନିଆ ସ୍ୱରରେ କହିଲା, ଶଅଳ ଆସିବ କହି ଯାଇଥିଲ, ଏତେ ଡେରି କରି ଆସୁଛ? ପିଲାଟିର କାଖରେ ଧରି ଗୁହାଳ ସଫା କଲି। ବଳଦଗୁଡ଼ା ଗୋଠରୁ ଫେରିଲେ, ତାଙ୍କୁ ବାନ୍ଧିଲି, ମୋଡ଼ିଲି। ତମ ଘର କାମ ଦିନୁ ଦିନ ବଳଉଛି, ମୁଁ ଆଉ କେତେ କରିବି? ପୁନିର ଆଖି ଛଳଛଳ ହେଲା। ମଧୁଆ ତାଟଙ୍ଗା ହୋଇ ତା ମୁହଁକୁ ଚାହିଁଲା। କାମକୁ ପାରୁନାହିଁ? ଏହା ପୁନିର ମୁହଁରୁ ମଧୁଆ ନୂଆ ଶୁଣିଲା। କାମକୁ ପାରୁନାହିଁ ବୋଲି ପୁନି ଆଖିରେ ପ୍ରଥମ ଥର ସେ ଦେଖିଲା ଲୁହ। ପଚାରିଲା, ତୁ ତେବେ କ'ଣ କରିବାକୁ କହୁଛୁ କହୁନୁ? ପୁନି ପଚାରିଲା, ଯାହା କହିବି ତମେ କରିବ? ହଁ କରିବି। କହ। ତମ ଘର କାମ ତମକୁ ବଳେଇଲାଣି, ତମେ ଆଉ ପର ଘରେ କାମ କରିବ କାହିଁକି? କାମ ଛାଡ଼ିଦିଅ। କହିଦେଇ ପୁନି ତଳକୁ ମୁହଁ ପୋତିଲା। ଗୋଟେ ଅଜଣା ଭୟରେ ଛାତି ଥରି ଉଠିଲା। ମନେ ହେଲା ସତେକି ତାର ନିର୍ବୋଧ କଥା କେଇ ପଦରେ ଛାତି ତଳେ ଛପିଲା ସନ୍ଦେହର ବିଷ ଉତ୍କାରୀ ପକାଉଛି। ଆଉ ସେ ବିଷରେ ସେହି ନିଜେ ଜଳିପୋଡ଼ି ଯାଉଛି। ମଧୁଆର ମୁହଁକୁ ଚାହିଁବାକୁ ସାହସ ହେଲା ନାହିଁ। ସେ ଧୀରେ ଧୀରେ ତଳୁ ଶାଢ଼ୀ ଖଣ୍ଡି ଉଠେଇ ନେଇ ଅଲଗୁଣି ପାଖକୁ ଗଲା।
ମଧୁଆ ତା ଢଙ୍ଗ ତାର କଥାର ଅର୍ଥ ବୁଝିପାରିଲା ନାହିଁ। କାକୁସ୍ଥ ହୋଇ ନିଃସହାୟ ଆଖିରେ ବାହାରର ଅନ୍ଧାର ଆଡ଼କୁ ଚାହିଁ ରହିଲା ଯେପରି ସେ ପୁନିର ପ୍ରଶ୍ନର ଉତ୍ତର ଖୋଜୁଛି। ସାଇଁ ସାଇଁ ବହି ଆସିଲା ଥଣ୍ଡାଳିଆ ପବନ। ସଙ୍ଗେ ସଙ୍ଗେ ଝିପି ଝିପି ଝରି ପଡ଼ିଲା ବର୍ଷା ବୁନ୍ଦା। ଆଖିରୁ ଧାର ଧାର ହୋଇ ଗଡ଼ି ପଡ଼ୁଥିବା ଲୁହକୁ ଦୁର୍ବଳ ହାତ ପାପୁଲିରେ ପୋଛି ଧୋବି ବୋଉ ପଦାକୁ ଚାହିଁଲେ। କ'ଣ କହି ନିଷ୍ଠୁର ସ୍ୱାମୀଙ୍କର ମନ ସେ ବଦଳାଇ ପାରିବେ? ଗତ କଥାକୁ ମନରେ ଧରି ସନେଇ ଉପରେ ରାଗରୋଷ କରି ବସିବା ଠିକ୍ ନୁହେଁ। ତାର ବାପ ବନେଇ ପଦି ଅପମାନ ଦେଇଥିଲା, ସନେଇ ଦାୟୀ ନୁହେଁ। ବନେଇ ପରିଡ଼ା ମରିଛନ୍ତି। ତାଙ୍କ ସଙ୍ଗେ ଚିନ୍ତେଇ ସ୍ୱାଇଁଙ୍କର ମନର ରାଗ ମରିବା ଉଚିତ। କେଡ଼େ ଆଣ୍ଡିଆ ଲୋକ ସେ, ଯାହା ବୁଝିଥିବେ ସେଇଆ। ସେ ତ ସେଇଆ କରିଛନ୍ତି। ତାଙ୍କର ନିଷ୍ଠୁର ନିର୍ମମ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ବର୍ଷକୁ ବର୍ଷ ସେହିପରି ଆଦି ବିଧିରେ ନିଷ୍ଠାରେ ସେ ବ୍ରତ ପାଳନ କରନ୍ତି। ଏ ବର୍ଷ ମଧ୍ୟ ସେ ସେମିତି ପାଳିଛନ୍ତି। ତାଙ୍କର ପେଟର ଅଲି ଅଳି ଝିଅ ପିଲା ବୟସରୁ ମୁଣ୍ଡରୁ ସିନ୍ଦୁର ପୋଛି କାନ୍ଦି କାନ୍ଦି ବେଳ କାଟୁଥିବ। ଧୋବିର ଆଖିରେ ଲୁହ ଦେଖିଛନ୍ତି ସେ। ମନର ଦୁଃଖ ସେ ବୁଝିଛନ୍ତି। ପିଲାଟି ଦିନରୁ ସନେଇକୁ ସେ ସୁଖ ପାଏ, ଏହା ତାଙ୍କୁ ଅଜଣା ନାହିଁ। ବିଧବା ହୋଇ ବାପ ଘରକୁ ଆସିଲା ପରେ ମଧ୍ୟ ସନେଇ ପ୍ରତି ତାର ଶ୍ରଦ୍ଧାର ଅଭାବ ନଥିଲା। ଧୋବେର ସନେଇ ପ୍ରତି ସନ୍ଦେହୀ ବ୍ୟବହାର ସେ ନିଧି ଗୋଷେଙ୍କ ମୁହଁଠାରୁ ଶୁଣିଛନ୍ତି। ଟିମି ମଧ୍ୟ ତାଙ୍କୁ କେତେଥର ଘଟଣା କହିଛି। ସେ ଧୋବିକୁ ପଚାରିଛନ୍ତି, ଧୋବି ଉତ୍ତର ଦେଇନାହିଁ, ମୁଣ୍ଡ ପୋତିଛି। ସନେଇ ପ୍ରତି ତାର ପ୍ରଗାଢ଼ ସ୍ନେହ ସନେଇ ପାଖରୁ ତାକୁ ଦୂରରେ ରଖିଛି। ବାପ ଘରକୁ ଆସିବାକୁ ତାର ମନ ହେଉନାହିଁ। ଧୋବି ବୋଉ ତାଙ୍କର ସ୍ୱାମୀ ଓ ଦେବରଙ୍କୁ ସବୁ ବୁଝାଇ କହିଲେ। ନିଧେଇଙ୍କ କଥାରେ ଶାଗ ସିଝେ ନାହିଁ। ଚିନ୍ତେଙ୍କୁ ମଙ୍ଗେଇ ପାରିଲେ ହେଲା। କିନ୍ତୁ ପଣତ କାନିରେ ଆଖି ପୋଛି ଧୋବି ବୋଉ କାକୁତି ମିନତି ଭରା ସ୍ୱରରେ କହିଲେ, ଆଜି ତମମାନଙ୍କ ମୁହଁରୁ ସ୍ଥିର ଜବାବ ମୁଁ ଶୁଣିବାକୁ ଚାହେଁ। ଧୋବି ସମ୍ବନ୍ଧରେ ସନେଇକୁ ସ୍ଥିର କର। ଦୁହିଁଙ୍କର ଜୀବନକୁ ପୋଡ଼ି ଜାଳି ଛାରଖାର କର ନାହିଁ। ଶ୍ୱଶୁର ଘରର ସବୁ ସମ୍ପତ୍ତି ଧୋବି ବିନିମୟ କରୁଛି କାହିଁକି ଥରେ ଭାବି ଦେଖ। ଖାଲି ଉପରେ ଭାସିଗଲେ ହେବ ନାହିଁ। ବାମ ଓଝାର ଝିଅ ଟିମି କଥା ମନେକର। ଚନ୍ଦରା ସଙ୍ଗେ ସେ କାହିଁକି ପଳାଇଲା ବୋଲି ବାମ ଓଝା ଆଉ ବିଶିଜେନା ଦିହିଁକି ତମ ଦାଣ୍ଡ ମଝିରେ ସବୁ ଲୋକଙ୍କ ଆଗରେ କାହିଁକି କଳ? ଗାଁ ସଭା ସୋଧମୀ ସଭାରେ ନିଜେ ଚିନ୍ତେଇ ସ୍ୱାଇଁ ବାମ ଓଝାକୁ କାଇଲି କରି କହିଥିଲେ, ଯୁବତୀ ଝିଅ ଯେ ଖିଅ ସମାନ। ଜ୍ୱଇଁର ମଲା ହଜିଲା ଖବର ଯଦି ନ ପାଇଲ, ପଳାଶ ପତ୍ର ଦାହ କରି ଝିଅକୁ ଅନ୍ୟ ଜାଗାରେ ବାହା କରିଦେଲ ନାହିଁ କାହିଁକି? ବାମ ଓଝାର ଭୁଲ ପାଇଁ ସେ ପ୍ରାୟଶ୍ଚିତ କଲା। ଠାକୁର ଘରକୁ ଜୋରିମାନା ଦେଲା। ପୁଅର ବାପ ବିଶିଜେନା କାଇଲି ହେଲା ସିନା, ପଞ୍ଚୁ ଗର୍ବ ହେଲା ନାହିଁ। ଜୋରିମାନା ଦେଲା ନାହିଁ। ଏ ଖବର ଗାଁ ସାରା ବ୍ୟାପିଗଲା। ଧୋବି ବୋଉ ବି ଶୁଣିଥିଲେ। ସେହି ଦିନରୁ ଧୋବି ବିଷୟରେ ସେ ଆକାଶ ପାତାଳ ଭାବିବାକୁ ଲାଗିଲେ। ସ୍ତ୍ରୀଙ୍କର କଥା ଶୁଣି ଚିନ୍ତେଇ ଗର୍ଜି ଉଠିଲେ। କାହା ସଙ୍ଗେ କାହାକୁ ତୁମେ ତୁଳନା କରୁଛ? ବାମ ଓଝାର ଝିଅ ଟିମି, ମୋ ଝିଅ ଧୋବି। ଶ୍ୱଶୁର ଘରର ସମ୍ପତ୍ତି ନଷ୍ଟ କରୁଛି ବୋଲି ଯେ ମୋ କୂଳରେ କାଳି ବୋଳିବା ବିଧବା ଝିଅକୁ ବାହା କରାଇବି, ଏହା ହୋଇପାରିବ ନାହିଁ। ଜାତି ହେଲା ବୋଲି ସେ ସନେଇର ଛତରଖିଆ ପଣ ପାସର ହୋଇଯିବ ଏକଥା ତ ନୁହେଁ। ପୁଣି ଗୋଟାଏ ପଠାଣ ପିଲାକୁ ପାଖରେ ରଖିଛି। ତା ହାତରେ ଖିଆପିଆ ନ କରୁଛି, ତାର କୋଉ ପ୍ରମାଣ ଅଛି? ଯେତେ ବୁଢ଼ୀ ପାଣି ପିଉ, ଦିନେ ଧରା ପଡ଼ିବେ ଯେ। ଧୋବିକୁ ତା ହାତରେ ଦେଲେ ମୁଣ୍ଡ ଟେକି ଦାଣ୍ଡରେ ବାଟ ଚାଲିବେ କିପରି? ନିଧେଇ ମୁହଁ ଖୋଲିଲେ। ସନେଇ ବିଷୟରେ ନ ହେଉ ଭାଇ, ଆପଣ ମତ ଦେଲେ ମୁଁ ଧୋବି ପାଇଁ ଭଲ ପାତ୍ର ସ୍ଥିର କରିବି। ଚିନ୍ତେଇ କଟମଟ କରି ନିଧେଇଙ୍କର ମୁହଁକୁ ଚାହିଁ କହିଲେ, ଦିଅର ଭାଉଜେ ଦିହେଁ ସଲା ହୋଇ ପ୍ରସ୍ତାବ କରି ମୋ ଉପରେ ମୁହଁ ତଳକୁ କରିବାକୁ ବସିଛ କାହିଁକି? ଧୋବି ବେଶ୍ ଖୁସି ଆନନ୍ଦରେ ଅଛି। ନିଧେଇକୁ ସେ ପୁଅ ନ କରି ପାଖରେ ରଖିଛି। ମୁଁ ଅବାଧ୍ୟ ହୋଇ ସବୁ ସମ୍ପତ୍ତି ଯାହାକୁ ଇଚ୍ଛା ତାକୁ ଦେଇ ନିଜକୁ ଧାରିଛି। ମୁଁ ତାର କୌଣସି କାମ ବାଧା ଦେଇନାହିଁ। ବିଦେଇ ମୋର ପୁଅ, ମୋର ସମ୍ପତ୍ତିରେ ତାର ଅଧିକାର। ତାର କେଉଁ କଥାରେ ଅଭାବ ହେବ? ସରିଯାଉ ସମ୍ପତ୍ତି, ପୁଣି ସେ ଫେରି ଆସିବ। ଆମେ ତ ନଥିବୁ। ସେ ଧୋବି ପୁଣି ବିଧେକାରେ ରହିବ। କ'ଣ କରୁଛି କରୁ ସେ ଟୋକୀ। ଧୋବି ଆଖିରେ ନିଆଁ ଚଳିଲା। ସେ ବଡ଼ ପାଟି କରି କହିଲେ, ଅଧେ ସମ୍ପତ୍ତିର ଅଧିକାରୀ ଧୋବି। ମୁଁ ବଞ୍ଚିଥାଉଣୁ ବିଦେଇ। ଚିନ୍ତେଇ ସ୍ତ୍ରୀକୁ ବାକିତକ କୁହାଇ ନ କଲା ପରି କରିଲେ। ତମେ ବଞ୍ଚିଥାଉଣୁ ବିଦେଇକୁ ମୁଁ ନିଜେ ପୁଅ କରିନି। ଧୋବି ପରଘରକୁ ଗଲା ଦିନରୁ ସ୍ୱରର ସମ୍ପତ୍ତି ଉପରେ ତାର କୌଣସି ଧୋବି ବୋଉ କହିଲେ, ମୁଁ ଏହା କେବେ କରାଇ ଦେବି ନାହିଁ। ହସି ହସି ଚିନ୍ତେଇ କହିଲେ, ତମେ କିଏ? ମୋ କଥାରେ ବାଧା ଦେବାକୁ ତମର ଅଛି? ସମ୍ପତ୍ତି ମୋର, ସବୁ ସମ୍ପତ୍ତି ଦେଇର ନାମରେ ଲେଖି ଦେଇଯିବି। ଆଖିର ଲୁହ ପୋଛି ଧୋବି ବୋଉ କହିଲେ,
ତମେ ସମ୍ପତ୍ତି କରିଛ, ସେ ସମ୍ପତ୍ତି ତମେ ହାଡ଼ିକୁ ଦିଅ, ମୁଁ କିଛି କହିବି ନାହିଁ। ମୋ ପେଟର ଛୁଆ, ତାକୁ ମୁଁ ସନେହା ଦେବି। ତମେ ତମର ବଡ଼ପଣ ଧରି ରହ। ମୂଲିଆ ମୂର୍ଖ ଛତରଖିଆର ହାତ ଧରି ଧୋବି ମୋର ସୁଖରେ ରହିବ। ଏତକ ନ କରିବା ଯାଏଁ ମୁଁ ଏ ଘରେ ପାଣି ଛୁଇଁବି ନାହିଁ। ଥଟ୍ଟା କଲା ପରି ଚିନ୍ତେଇ କହିଲେ, ସତେ ସତେ ଏଡ଼େ ବଡ଼ ପ୍ରତିଜ୍ଞା କରୁଛ? ଧୋବିକୁ ଛତରଖିଆର ହାତରେ ଦେଇ ମୋ ମୁହଁ ଉପରକୁ ତଳକୁ କରି ତମେ ଶୋଇଁକୂଳରେ କାଳି ବୋଳିବ? ନା ନା, ସେପରି ପାଗଳାମି କର ନାହିଁ। ଏକ ଫୁଙ୍କାରେ ପୁଣି ତମର ସନେଇକୁ ଏ ଗାଁରୁ ଉଡ଼ାଇ ଦେବିଟି? ଗରିବଟା କେତେ କଷ୍ଟରେ ଘର ଖଣ୍ଡେ କରିଛି, ଜମି ଦିମାଣ କରି ପେଟ ପୋଷୁଛି, ଜାଣି ଜାଣି ତାର ବନିଷ୍ଠ କର ନାହିଁ। ଯଦି ତମର ଇଚ୍ଛା ହେଉଛି ତମେ ଉପାସ କର, ବ୍ରତ କର, ଯାହା ଇଚ୍ଛା ତାହା କର। ନିଧେଇ ପାଖରେ ମନ ଇଚ୍ଛା ବାହୁନ। କିନ୍ତୁ କଥା ଯଦି ଦାଣ୍ଡକୁ ଯାଏ, ଦାଣ୍ଡର ଲୋକେ ଯଦି ମୋ ଘର ବିଷୟରେ ପଦେ ଥଟ୍ଟା କରି କହନ୍ତି, ଯାହାଙ୍କର ଭଲ କରିବାକୁ ବସିଛ ସେଇମାନଙ୍କର ତଣ୍ଟିରେ ତମେ ଛୁରୀ ଦେବ, କହିଦେଉଛି। ଏତିକି କହି ଚିନ୍ତି ଶୋଇ ତମ ତମ ହୋଇ ଘର ଭିତରୁ ବାହାରିକି ଆସିଲେ। କିଟି କିଟି ଅନ୍ଧାର, ଆକାଶରେ ଚମକି ଉଠିଲା ବିଜୁଳି। ସଞ୍ଜ ପହରେ ନିସ୍ତବ୍ଧତା ଭାଙ୍ଗି ଗର୍ଜି ଉଠିଲା ଅଣତି। ସେଦିନ ବି ଏମିତି ଅନ୍ଧାର ଦୁନିଆ ସାରା ଘେରି ରହିଥିଲା। ଏମିତି ବର୍ଷା, ଏମିତି ବିଜୁଳି ଘଡ଼ଘଡ଼ି। ସତୀର କୋଳରେ ସ୍ୱାମୀର ମୃତ ଦେହ। ଯମରାଜ ସାହସ ହେଲା ନାହିଁ ସ୍ତ୍ରୀଙ୍କ ସାନ୍ନିଧ୍ୟରୁ ସତ୍ୟବାନଙ୍କର ଆତ୍ମାକୁ ନେଇ ଚାଲିଯିବ। ସତୀ ସାବିତ୍ରୀଙ୍କ ପାଖରେ ଯମରାଜ ହାରିଥିଲେ, ସତ୍ୟବାନଙ୍କର ଆତ୍ମାକୁ ଫେରାଇ ଦେଇଥିଲେ। ଏମିତି ଅନ୍ଧାର ରାତି, ବର୍ଷା ବିଜୁଳି। ଧୋବି ରାଧାମାଧବଙ୍କ ଆଗରେ ତଳେ ମୁଣ୍ଡ ଦେଇ ଆଖିରୁ ଲୁହ ଗଡ଼ା ଯାଉଥିଲା। ମନେ ମନେ ଜଣାଣ କଲା, ପ୍ରଭୁ ହେ, ସ୍ତ୍ରୀ ଜନ୍ମ ଦେଲ ଯଦି, ଏଡ଼େ ହୀନମାନ, ଏଡ଼େ ଦହଗଞ୍ଜ କଲ କାହିଁକି? କି ଅପରାଧ ମୁଁ କରିଥିଲି? କିଏ ତାର ସତ୍ୟବାନ, ଯାହାକୁ ପିଲାଦିନୁ ଭଲ ପାଉଥିଲା, ଯାହାର ଦୁଃଖରେ ଆଖିରୁ ଲୁହ ଗଡ଼ାଉଥିଲା, ଯାହାକୁ ତାର ପ୍ରଥମ ଯୌବନର ସଦ୍ୟ ଫୁଟା ରଙ୍ଗୀନ ମନ ସମର୍ପି ଦେଇଥିଲା, ସେଇ ସନେଇ ପରିଡ଼ା। ଅବା ଯାହାଙ୍କର ହାତ ଧରି ବ୍ରାହ୍ମଣର ମନର ମନ୍ତ୍ରର ସମ୍ମାନ ରଖିବାକୁ ଜାତି ଓ ସଂଯମର ନିୟମ ପାଳି ଦୁନିଆର ଲୋକଙ୍କ ଆଗରେ ସ୍ୱାମୀ ବୋଲି ନୀରବରେ ସ୍ୱୀକାର କରି ମନରେ ବିଦ୍ରୋହ ଉଠୁଥିଲେ ମଧ୍ୟ, ଯାହାଙ୍କର ଘରକୁ ଆସି ସଂସାର କରିଥିଲା, ଯାହାଙ୍କ ଆଗରେ ତାର ତରଳ ନବଯୌବନର ପୂର୍ଣ୍ଣ ସମ୍ଭାର ବିନା ଆପତ୍ତିରେ ହସି ହସି ଭେଟି ଦେଇଥିଲା, ସେଇ ନୀତି ନାୟକ। କିଏ ତାର ସତ୍ୟବାନ? ଯେ ମରଣ ସଙ୍ଗେ ଲଢ଼ି ଲଢ଼ି ସର୍ବସ୍ୱ ହରାଇ କାଙ୍ଗାଳ କଙ୍କାଳ ହୋଇ ଗାଁ ମଶାଣିରେ ମିଶିଯିବାକୁ ଫେରି ଆସିଥିଲା, ଯାହାର ତୁଣ୍ଡରେ ଆହାର ଦେଇ ପିଣ୍ଡରେ ପ୍ରାଣ ସିଞ୍ଚିଲା, ଯାହାକୁ ସଂସାରରେ ଠିଆ ହୋଇ ଆଶା ବାନ୍ଧିବାର ପ୍ରେରଣା ଦେଲା, ସେଇ ସନେଇ ପରିଡ଼ା। ଅବା ଯିଏ ବିବାହିତା ପତ୍ନୀର ମନ ରକ୍ଷା କରିବାକୁ ଯାଇ କାଙ୍ଗାଳଙ୍କର ସେବା କରି ହସି ହସି ଜୀବନ ଦେଇଦେଲା, ସେଇ ନୀତି ନାୟକ। କିଏ ତାର ସତ୍ୟବାନ? ଧୋବି ଜାଣେ ନାହିଁ ଏହି ପ୍ରଶ୍ନର ଉତ୍ତର। ଦେହ ବଡ଼ କି ମନ ବଡ଼? ତଥାପି ଧୋବି ସଧବା ପରି ସାବିତ୍ରୀ ବ୍ରତ ପାଳନ କରିଥିଲା। ସାରାଦିନ ଉପବାସ ରହିଥିଲା। ଘରର ଦାସୀମାନେ ପରସ୍ପରର ମୁହଁକୁ ଅନାଇଥିଲେ। କେହି କେହି ଆଖି ମିଠିକା ମାରି ମୁହଁ ମୋଡ଼ି କହିଥିଲେ, ସ୍ୱର୍ଗକୁ ନିଶୁଣି ନାହିଁ, ବଡ଼ ଲୋକଙ୍କ ଉତ୍ତର ନାହିଁ। ଅରଜା କବାଟ ଫାଙ୍କ ଦେଇ ସାଇଁ ସାଇଁ ପବନ କୋଠିର ଭିତରକୁ ପଶି ଆସୁଥିଲା। ରାଧାମାଧବଙ୍କ ଖଟୁଲି ଆଗରେ ଜଳୁଥିବା ଘିଅ ଦୀପର ଆଲୁଅକୁ ଥରାଇବାରେ ଲାଗିଲା। ଭୂଇଁ ଉପରେ ଲୋଟି ପଡ଼ିଥିବା ଲୋଭୀ ମୁଣ୍ଡ ଟେକି ନିର୍ଜୀବ ପିତ୍ତଳ ଗଢ଼ା ବିଗ୍ରହଙ୍କୁ ଚାହିଁ ରହିଲା। ହାତ ଯୋଡ଼ି ପ୍ରାର୍ଥନା କଲା, କହ ପ୍ରଭୁ, ମୋର ଦୋଷର କ୍ଷମା ଅଛି କି ନାହିଁ? ଶିବ ଚତୁର୍ଥୀ ରାତିରେ ସନେଇ ଭାଇର ଗୋଡ଼ ତଳେ ପଡ଼ି ଯାହା କହିଥିଲି, ସବୁ ତୁମେ ଜାଣ। ମୋର ମନର ଗୁପ୍ତ ଭାବନା ତୁମକୁ ଅଛପ ନାହିଁ ପ୍ରଭୁ। ଦୁଇ ହାତ ମୁଣ୍ଡରେ ଲଗାଇଲା। ଆଖି ଆଗରେ ସତେ କିଏ ଠିଆ ହେଲା ସନେଇର ରୂପ। କେଡ଼େ ବ୍ୟଥା ଭରା ଆକୁଳ ସ୍ୱରରେ ସେ କହୁଛି, ତୋରି ଫେରିଲା ବାଟକୁ ଚାହିଁ ରହିଥିବ ଧୋବି। ଧୋବି ପୁଣି ଉତ୍ତର ଦେଉଛି, ତୋରି ଦୁଇ ପାଦରେ ମୁଣ୍ଡ ଲଗାଇ ତୋ ପ୍ରଶ୍ନର ଉତ୍ତର ଦେବି। ଚମକି ଉଠିଲା ଧୋବି, ନା ନା, ଅସମ୍ଭବ। ହେ ଭଗବାନ, ଏହା କେବେ ହୋଇପାରିବ ନାହିଁ। ଧୋବିର ଆତ୍ମା ଆର୍ତ୍ତନାଦ ତାର କାନରେ ବାଜିଲା ତୋରି ଆନନ୍ଦ ପାଇଁ, ତୋରି ମନ ରଖିବାକୁ ଯିଏ ଦେଲା ଜୀବନ, ଯିଏ ଦେଲା ତାର ବାପା ମାଙ୍କୁ ବଳି। ପାର୍ଥିବ ଯାହା କିଛି ଥିଲା, ଯିଏ ସବୁ ସମର୍ପି ଦେଲା ତୋରି ଗୋଡ଼ ତଳେ, ସେ ଯେ ଅପେକ୍ଷା କରି ରହିଛି। ଧୋବିର ଦେହ ଥରି ଉଠିଲା। ସେ ତଳେ ମୁଣ୍ଡ ଲଗାଇଲା, ପ୍ରାର୍ଥନା କଲା, ମନରେ ମୋର ବଳ ଦିଅ ଭଗବାନ। କବାଟ ଠେଲି ଘର ଭିତରକୁ ମୁଣ୍ଡ ଗଳାଇ ଦାସୀ ଡାକିଲା, ସାନ୍ତାଣୀ। ଧୋବି ଉଠି ବସିଲା। ଲୁହଜରା ଆଖିରେ କବାଟ ଆଡ଼କୁ ଚାହିଁ ପଚାରିଲା, କ'ଣ ଲୋ, ବିଦେଇ ଉଠିଲା କି? ନାଇଁ, ସେ ଶୋଇଛନ୍ତି। ବଲି ତାଙ୍କ ପାଖରେ ଅଛି।
କ'ଣ କି ତମ ଗାଁରୁ କିଏ ଜଣେ ଲୋକ ତିନ୍ତି ବୁଡ଼ି ଆସି ଦାଣ୍ଡରେ ଠିଆ ହେଉଛି, ତମେ ସାଙ୍ଗେ ଦେଖା କରିବାକୁ ଚାହୁଁଛି। ପଚାରିଲାରୁ ନିଆଁ ଲଗା କିଛି କହୁନାହିଁ। ଧୋବି ଉଠି ଠିଆ ହେଲା, ଆଖିରୁ ଲୁହ ପୋଛି କହିଲା, ବାପା ପଠେଇଥିବେ କି କ'ଣ ପଚାରିଲୁ ନାହିଁ? ସମସ୍ତଙ୍କର ଦେହ ପା ଭଲ ଅଛି ତ? ଦାସୀ କହିଲା, ନାଇଁ ପଚାରେ ନାହିଁ। ସେ ଓଦା ସରସର ହୋଇ ଦାଣ୍ଡପିଣ୍ଡାରେ ଠିଆ ହେଉଛି। ତମ ନାଁ ଧରି କହିଲା, ଟିକେ ଡାକିଦେ। ଚାକର ବାକର ହୋଇଥିଲେ ତମ ନାଁ ଧରି ତୁ ତା କରି ଡାକିଥାନ୍ତେ କି? ବାପ ଦାଦି ତ ନୁହନ୍ତି, ଆଉ କିଏ ହୋଇଥିବ? ଧୋବିର ଛାତିରୁ ଗୋଟାଏ ନିଆଁ ଖସି ପଡ଼ିଲା, ମୁଣ୍ଡ ଘୂରିଗଲା। ସତୀ ସନେଇ ଭାଇ ହୋଇଥିବା ପରା। ସନେଇ ଭାଇ ଛଡ଼ା ବାହାର ଲୋକେ କେହି ତାକୁ ତୁ କହି ଡାକନ୍ତି ନାହିଁ। ସାବିତ୍ରୀ ଅମାବାସ୍ୟାର ଦୁର୍ଗମ ରାତିରେ ବର୍ଷାରେ ତିନ୍ତି ପୋଡ଼ି ଅଦିନିଆ ଆସିବ କାହିଁକି? ଧୋବି ଅଧା ପାଗଳ ପରି 2 ଖଞ୍ଜା ଡେଇଁ ଛୁଟି ଆସିଲା ପଦାକୁ। ଦାସୀକୁ ଆଲୁଅ ଲଗାଇ ଆଣିବାକୁ କହିଲା। ବିଜୁଳି ଝଲସି ଉଠିଲା। ଧୋବି ଦେଖିଲା ପିଣ୍ଡାକୁ ଲାଗି କିଏ ଜଣେ ଠିଆ ହୋଇଛି। ଚିହ୍ନିଲେ ମଧ୍ୟ ଥରିଲା କଣ୍ଠରୁ ବାହାରି ଆସିଲା ଆପେ ଆପେ ଅନାବଶ୍ୟକ ପ୍ରଶ୍ନ, କିଏ? ସନେଇକୁ ଉତ୍ତର ଦେବାକୁ ପଡ଼ିଲା ନାହିଁ। ଦାସୀ ଆଲୁଅ ଧରି ପଦାକୁ ଆସିଲା। ଧୋବି ଦେଖିଲା ତାରି ସନେଇ ଭାଇ ଓଦା ସରସର ହୋଇ ଆଗରେ ଠିଆ ହୋଇଛି। ମୁଣ୍ଡର ବଡ଼ ବଡ଼ ବାଳରୁ ନିଗିଡ଼ି ପଡ଼ୁଛି ଧାରାଧାର ପାଣି। ପିନ୍ଧିଲା ଲୁଗା କାଦୁଅ ଛିଟାରେ ମଇଳା ହୋଇଛି। ମୁହୂର୍ତ୍ତେ ଧୋବି ତାର କ୍ଳାନ୍ତ ମୁହଁକୁ ଚାହିଁ ରହିଲା। କେତେ କଥା ତାର ମନ ଭିତରେ ତୁହାଇ ଉଠୁଥାଏ। ସତେକି ରୂପ ପାଇ ଆଗରେ ଠିଆ ହେଉଥାଏ। ଅପେକ୍ଷା କରିବାର ବେଳ ଏ ନୁହେଁ। ଦାସୀଟା ଭାବିବ କ'ଣ? ଅସ୍ଥିର ହୋଇ ସନେଇର ଆହୁରି ପାଖକୁ ଘୁଞ୍ଚି ଯାଇ ଥରିଲା କଣ୍ଠକୁ ଦୃଢ଼ କରି ଅନୁଯୋଗଭରା ସ୍ୱରରେ କହିଲା, ଏ କ'ଣ ସନେଇ ଭାଇ? କାହାପରି ଦାଣ୍ଡପିଣ୍ଡାରେ ଓଦା ସରସର ହୋଇ ଠିଆ ହୋଇ ରହିଲୁ କାହିଁକି? ଏ କ'ଣ ତୋ ଘର ନୁହେଁ? ଆ ଭିତରକୁ ଆ। ସନେଇ ଯନ୍ତ୍ରଚାଳିତ ପରି ଧୋବିର ପଛେ ପଛେ ଚାଲିଲା। ଦାସୀ ଆଲୁଅ ଦେଖାଇଲା। ଦୁହେଁ ଦୁହିଁଙ୍କୁ କେତେ କ'ଣ ପଚାରିବାକୁ ବ୍ୟାକୁଳ ହୋଇପଡ଼ିଲେ, କିନ୍ତୁ କାହାରି ତୁଣ୍ଡ ଖୋଲିଲା ନାହିଁ। ରାତି ଅଧ, ଚାରିଆଡ଼ ନିସ୍ତବ୍ଧ। ବର୍ଷା ଛାଡ଼ିଗଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ। ପବନ ବନ୍ଦ ହୋଇଯାଇଛି। ସନେଇର ଆଖିକୁ ନିଦ ନାହିଁ। ଧୋବିର ଯତ୍ନ, ଧୋବିର ସେବାରେ ସେ ନିଜକୁ ଭୁଲି ଯାଇଥିଲା। ରାତି ଅଧରେ ନିଜ ହାତରେ ସେ ତାକୁ ଖୁଆଇଛି। ଛଳ ଛଳ ଆଖିରେ ଆଉ ଖା ଆଉ କାହା କହି ଅଳି କରିଛି। ସନେଇ ସତେବା କେଉଁ ମାୟାପୁରୀର ସ୍ୱପ୍ନରାଜ୍ୟରେ ବୁଲୁଥିଲା। ଭାବୁଥିଲା ଧୋବି ତାକୁ ଏତେ ଭଲ ପାଏ। ସେ ତାକୁ ଜୀବନ ଦେଇଛି, ସମ୍ପତ୍ତି ଦେଇଛି ହୃଦୟଭରା ପ୍ରେମ। କିନ୍ତୁ ଧୋବି ବିନା ଏସବୁ ତାର ହେବ କ'ଣ? ଜାତିଆଣ ସେ ମାନେ ନାହିଁ। ସର୍ବଗ୍ରାସୀ ଦୁର୍ଭିକ୍ଷ ତାକୁ ଶିଖାଇଥିଲା ଧର୍ମ ଗୋଟିଏ ଫାଙ୍କା ନା, ଜାତି ଗୋଟାଏ ପ୍ରହେଳିକା, ଲୋକଭୁଲାଣ ମାୟା। ହନୁମାନ ହୋଇ ନାଚିଲା ପରି ଜାତିଆଣର ଡୋରରେ ନିଜକୁ ବାନ୍ଧିଛି। ମୁଖା ପିନ୍ଧି ସ୍ୱାର୍ଥପରତା, ତଥାପି ସେ ଜାତିଆଣର ମୁଖା ପିନ୍ଧି ସେ ନାଚିଛି। ଧର୍ମ ଉପରେ, ମନ୍ଦିର ଭିତରେ ଥିବା ମଣିଷ ଗଢ଼ା ପଥର ମୂର୍ତ୍ତି ଉପରେ ତାର ବିଶ୍ୱାସ ନଥିଲେ ମଧ୍ୟ ସେ ଯାନିଯାତ୍ରାକୁ ଚାନ୍ଦା ଦେଇଛି। ସମସ୍ତଙ୍କ ସଙ୍ଗେ ମିଶି ପଥର ମୂର୍ତ୍ତି ଆଗରେ ମୁଣ୍ଡ ନୁଇଁଛି। କାହିଁକି ଏସବୁ କୃତ୍ରିମତା? କେବଳ ଧୋବିକୁ ପାଇବା ଆଶାରେ ସିନା। କେତେ ଦିନ ଯାଏ ଆଉ ସେ ଅପେକ୍ଷା କରି ରହିବ? ଏକୁଟିଆ ଜୀବନ ତାର ଦୁଃସହ ହେଲାଣି। କିନ୍ତୁ ନାୟକ ବଂଶର ବୋହୂ ଏତେ ଧନ ସମ୍ପତ୍ତି, ଭୋଗଭାଗ୍ୟ, ପ୍ରତିପତ୍ତି, ଦାସ ଦାସୀ ଛାଡ଼ି ତାର କୁଡ଼ିଆ ଘରକୁ ଯିବ କାହିଁକି? ସନେଇ କିପରି ବା ତାକୁ ନିମନ୍ତ୍ରଣ କରିବ, ମନର କଥା ତା ଆଗରେ ପ୍ରକାଶ କରିବ? ସନେଇର ଆଖିକୁ ନିଦ ଆସିଲା ନାହିଁ। ଘର ଅନ୍ଧାର। ବାହାର ବାରଣ୍ଡାରେ ମିଞ୍ଜି ମିଞ୍ଜି ହୋଇ ନଳଟଣ ଜଳୁଛି। ସାରା ଦୁନିଆ ନିଦ୍ରାରେ ଅଚେତନ। ଏକା ଅନିଦ୍ରା ସନେଇ। କାହିଁକି ସେ ବର୍ଷା ପବନ ନ ମାନି ଧାଇଁ ଆସିଥିଲା? ଏମିତି ରାତି ଅନିଦ୍ରା ହୋଇ କେତେ କଥା ଭାବୁଥିଲା। ଆଶା ଦୁରାଶାର ମଝିରେ ସେ ଛଟପଟ ହେଉଥିଲା। ସନେଇ ଉଠି ବସିଲା। ଠିକ୍ ସେତିକିବେଳେ ସେ ଖଞ୍ଜାର ଆର ପାଖରେ ଆଖିରେ ଲୁହର ବିଛଣାରେ ଚିନ୍ତି ଉଠିଥିଲା ଧୋବି। ଘର ଭିତରେ ଆଲୁଅ ଜଳୁଛି। ପାଖରେ ନିଘଡ଼ ନିଦରେ ଶୋଇଛି ବିଦେଇ। ଧୋବି ଉଠି ବସିଲା। ସେ ଯାହା କରିବ ସ୍ଥିର କରିସାରିଛି। ନିଜ ସଙ୍ଗେ ଲୁଚକାଳି ଖେଳି ସାରା ଜୀବନ ଛଟପଟ ହେବ ନାହିଁ। ଦୁନିଆର ମଣିଷ ଯାହା କହିବେ ସେତିକୁ ସେ ମୋଟେ ଖାତିର କରିବ ନାହିଁ। ରାତି ପାହିଲେ ସନେଇ ଭାଇକୁ ସବୁ ସେ ଖୋଲି କହିବ। ଧୋବି ସ୍ଥିର ହୋଇ ବସିପାରିଲା ନାହିଁ। ଝରକା ନଥିବା ଆଟୁ ଘରର କିରାସିନି ଧୂଆଁ ପୂର୍ଣ୍ଣ ହୋଇଛି। ଅଣନିଶ୍ୱାସୀ ଲାଗୁଛି। ମୁଣ୍ଡ ଗରମ ହୋଇ ଉଠୁଛି। ଧୋବି କବାଟ ଖୋଲିଲା। ଅଗଣା ସେପାଖେ ସାମ୍ନା ଘର ପିଣ୍ଡାରେ ନଇଁପଡ଼ି କିଏ ଜଣେ ନଳଟଣ ତେଲୁଛି। ନଳଟଣ ତେଜି ଦେଲା ସନେଇ ଭାଇ। ଧୋବି ଚମକି ଚାହିଁଲା। ସନେଇ ଭାଇକୁ ନିଦ ହୋଇ ନାହିଁ। ସେ ବି ହୁଏତ ତାରି ପରି ସେଇ ଘରେ ଅନିଦ୍ରାରେ ଛଟପଟ ହେଉଛି। ଯୋଉ ଘରେ
ଯେଉଁଠି ସ୍ୱାମୀଙ୍କ ସଙ୍ଗରେ ଆଖି ପିଞ୍ଜଡ଼ା ପଡ଼ିଲା ପରି କେଇଟି ଦିନ କେଡ଼େ ସୁଖରେ ଆନନ୍ଦରେ ସ୍ୱାମୀ କୋଳରେ ସେ କଟାଇଥିଲା, ଯେଉଁଠି ଯନ୍ତ୍ରଣାରେ ଛଟପଟ ହୋଇ ଶେଷକୁ ସେ ଆଖି ବୁଜିଥିଲେ, ଆଜି ସାବିତ୍ରୀ ଅମାବାସ୍ୟାର ରାତିରେ ସେପୁରରୁ ସେ ଫେରି ଆସି ନାହାନ୍ତି। ସନେଇ ଭାଇ। ଧୋବି ନିଜକୁ ସମ୍ଭାଳି ପାରିଲା ନାହିଁ। କିପରି ଉତ୍ତେଜିତ ହୋଇ ଅଗଣା ମଝିରେ ଚାଲି ଚାଲି ସେ ସନେଇ ପାଖକୁ ଗଲା। ସନେଇ ଧୋବିକୁ ଆଗରେ ଦେଖି ନିଶ୍ଚଳ ହୋଇ ଠିଆ ହେଲା। ଧୋବି ପିଣ୍ଡା ଉପରକୁ ଉଠି ପଚାରିଲା, ନିଦ ହୋଇନାହିଁ କି? ସନେଇ ଘର ଭିତରକୁ ଯାଇ ଖଟ ଉପରେ ବସି କହିଲା, ନାଇଁ, ଭାରି ଗରମ ହେଉଛି। ଧୋବି ଘର ଭିତରକୁ ଯାଇ କାନ୍ଥକୁ ଆଉଜି ଠିଆ ହେଲା। କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ। ଦୁହେଁ ଯେପରି ଦୁହିଁଙ୍କର ମନର ବାର୍ତ୍ତା ଓ ଉଦ୍ଦେଶ୍ୟ ବୁଝିଲେ। ମୁହଁ ଖୋଲି କହିବାକୁ କାହାର ସାହସ ହେଲା ନାହିଁ। କେହି କାହାରି ମୁହଁକୁ ଚାହିଁ ପାରିଲେ ନାହିଁ। ଧୋବିର ମନର କଥାଗୁଡ଼ାକ ଯେପରି ଲୁହ ହୋଇ ଆଖିରୁ ନିଗିଡ଼ି ପଡ଼ିଲା। ତାର କଥାର ଉତ୍ତର ଦେଲା ସନେଇର ଘନ ଘନ ଦୀର୍ଘଶ୍ୱାସ। ମୁହଁ ଟେକି ସନେଇକୁ ଚାହିଁଲା ଧୋବିକୁ। ତାର ଆଖିରେ ଲୁହ ଦେଖି ବ୍ୟଥଭରା ସ୍ୱରରେ ପଚାରିଲା, କାନ୍ଦୁଛୁ କାହିଁକି ଧୋବି? ବନ୍ଧ ଭାଙ୍ଗିଲେ ନଈ ବଢ଼ି ପାଣି ଯେପରି କୌଣସି ବାଧା ନ ପାନି ଉଚ୍ଛୃଙ୍ଖଳ ହୋଇ ଛୁଟେ, ଠିକ୍ ସେମିତି ଧୋବିର ମନ ଗହନର କେତେ ଦିନର ଭରା ଆବେଗ, ଚଞ୍ଚଳ ଚିନ୍ତାଧାରା ସନେଇର ପଦଟିଏ କଥାରେ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଛୁଟି ଆସିଲା। ସନେଇ ଭାଇ, ତୋ ପାଖରେ ମୁଁ ଅପରାଧ କରିଛି, ମୋତେ ତୁ କ୍ଷମା କର। ମୋର ପୋଡ଼ିଲା ଜଳିଲା ଜୀବନରେ ଆଉ ସୁଖ ଆନନ୍ଦ ନାହିଁ। ମୁଁ ବିଧବା। ସମାଜ, ଧର୍ମ, ଜାତିଆଣ, ଦୁନିଆ ଲୋକଙ୍କ ଭଲମନ୍ଦ ଚର୍ଚ୍ଚା, ଡର ମୋ ଚାରିପାଖରେ କେତେ ପରସ୍ତ କରି ଜାଲ ବଢ଼ାଇ ରଖିଛି। ତାରି ଭିତରେ ବନ୍ଦୀ ହୋଇ ଗୁଡ଼େଇ ତୁଡ଼େଇ ହୋଇ ମୁଁ ଛଟପଟ ଦୁଃଖରେ ବେଳ କାଟୁଛି। ମୋର ବନ୍ଧନ ଛିଣ୍ଡାଇ ପାରିବି ନାହିଁ। ତାରି ଭିତରେ ଛଟପଟ ହେଉଥିବି ଭାଇ, ମୋତେ କେହି ଉଦ୍ଧାର କରିପାରିବେ ନାହିଁ। ଧୋବି ଦୁଇ ହାତରେ ମୁହଁ ଘୋଡ଼ାଇ କାନ୍ଦିବାକୁ ଲାଗିଲା। ସନେଇ କହିଲା, ତୁ କାହିଁକି କାନ୍ଦୁଛୁ? ଏଇଆ ଶୁଣିବି ବୋଲି ମୁଁ ପ୍ରସ୍ତୁତ ହୋଇ ଆସିଥିଲି। ତୋରି ମୁହଁରୁ ଶୁଣିଲେ ମୁଁ ନିଶ୍ଚିନ୍ତ ହୋଇପାରିବି। ମୁଁ ଦୁଃଖ କରୁନାହିଁ। ମୁଁ ଆଜିଠାରୁ ସ୍ୱାଧୀନ ହେଲି ଧୋବି। ମୋତେ ଆଉ ମୁଖା ନାହିଁ, ପୋଷାକ ପିନ୍ଧି ଲାଙ୍ଗୁଡ଼ ବାନ୍ଧି ହନୁମାନ ସାଜି ନାଚିବାକୁ ହେବ ନାହିଁ। ଧୋବି ଧୈର୍ଯ୍ୟ ଧରି କାନ୍ଦର କୋହକୁ ଚାପି ରଖି ସନେଇର ମୁହଁକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲା। ତାର ହସିଲା ଓଠର ଉଦ୍ଦେଶ୍ୟ କିଛି ବୁଝିପାରିଲା ନାହିଁ। ସନେଇ ହାତରେ କପଡ଼ା ଆଉଁସି କହିଲା, ଜାତିଆଣର ମୁଖା ତୁ ମୋତେ ପିନ୍ଧେଇଥିଲୁ। କୃତ୍ରିମ ଧର୍ମର ପୋଷାକ ମୋ ଦେହରେ ଗୁଡ଼େଇଥିଲୁ। ହନୁମାନର ଲାଙ୍ଗୁଡ଼ ପରି ଘର ସମ୍ପତ୍ତି ସବୁ ତୁଇ ବାନ୍ଧିଥିଲୁ ମୋ ପଛରେ। ହନୁମାନ ହୋଇ ଦିନାକେତେ ନାଚିଲି କୁଦିଲି। ସମସ୍ତେ ସେମିତି ମୁଖା ପିନ୍ଧି ନାଚୁଛନ୍ତି ତ? ସମସ୍ତଙ୍କର ଉଦ୍ଦେଶ୍ୟ ଅଛି। ବଡ଼ ହେଉ ସାନ ହେଉ ସ୍ୱାର୍ଥ ଅଛି। ମୋର ବି ସ୍ୱାର୍ଥ ଥିଲା। ମୋର ସ୍ୱାର୍ଥ ଆଜି ସଫଳ ହୋଇଛି ତୋ ଆଖି ଲୁହରେ। ଯେଉଁ କୃତ୍ରିମତା ମଝିରେ ମୁଁ ଉବୁଟୁବୁ ହେଉଥିଲି, ମୁଁ ସେଥିରୁ ଏଥର ଉଠି ଆସିପାରିବି। ସ୍ୱାଧୀନ ମଣିଷ ହୋଇ ଦୁନିଆର ଦାଣ୍ଡରେ ଠିଆ ହୋଇପାରିବି। ସନେଇ କଥା ଶେଷ କରି ତଳକୁ ଚାହିଁଲା। ଭାବିଲା, ଆଉ ଏଠାରେ ମୁହୂର୍ତ୍ତେ ରହିବା ଉଚିତ ନୁହେଁ। ରାତି ପାହିଲେ ଲୋକେ ଜାଣିବେ ଅପରିଚିତ ସନେଇ ପରିଡ଼ା ରାତିରେ ଧୋବିର ଘରେ ଥିଲା। ଧୋବିର ନିର୍ମଳ ନିଷ୍କଳଙ୍କ ଚରିତ୍ର ଉପରେ କାଳିବୋଳା ହୋଇ ଦୁର୍ନାମ ରଟେଇବାକୁ ଲୋକେ ପଛାଇବେ ନାହିଁ। ଧୋବି କହିଲା, ସନେଇ ଭାଇ, ମୋର ଗୋଟେ ଅନୁରୋଧ ଅଛି। ସନେଇ ମୁଣ୍ଡ ଟେକି ଚାହିଁଲା ତା ମୁହଁକୁ। ଧୋବି ତରିଲା ସ୍ୱରରେ କହିଲା, ତୁ ବାହା ହୋଇ ପଡ଼ ସନେଇ ଭାଇ। ସନେଇ ହସିଲା। କହିଲା, 3 ବର୍ଷ ତଳର ଶିବରାତ୍ରିର କଥା ମନେ ଅଛି? ପୁଣି ସେଇ କଲା କଥା। ଶିବରାତ୍ରିର ଦୁର୍ବଳତା। ଯେତେ ଅନୁତାପ କଲେ ମଧ୍ୟ ଧୋବିର ମନରେ ଶାନ୍ତି ଆସୁନାହିଁ। ମନକୁ ଯେତେ ଟାଣ କରିବାକୁ ବସିଲେ ସେ ଦୁର୍ବଳ ହୋଇ ପଡ଼ୁଛି। କିଏ ଯେପରି ତାରି ଭିତରେ କହି ଉଠିଛି, ଏଇ ସନେଇ ପରିଡ଼ାର ସୁନ୍ଦର ବଳିଷ୍ଠ ଦେହରେ ଲତାଟି ପରି ଛନ୍ଦି ହୋଇଯିବ। ଦୁନିଆ ଯାହା କହୁ, ଲୋକେ ଯାହା ଭାବନ୍ତୁ, କାହିଁକି ସନେଇ ପରିଡ଼ାର ଜୀବନକୁ ଛାରଖାର କରିବ? କାହିଁକି ନିଜକୁ ଜାଳି ପୋଡ଼ି ମାରିବ? ଧୋବିର ଦେହରେ ସିରାପ ଶିଖାର ନିଆଁର ସୁଅ ଛୁଟିଲା। ସତେକି ସେ ପାଗଳ ହୋଇଯିବ। ସନେଇର ପଦେଟିଏ କଥା ପାଇଁ ସେ ବ୍ୟାକୁଳ ଆଖିରେ ଚାହିଁ ରହିଲା। ସନେଇ ଠିଆ ହେଲା। ଅବିଚଳିତ ସ୍ୱରରେ କହିଲା, ଏତିକି ଚିନ୍ତା କାହିଁକି? ଯାହା ସମ୍ଭବ ନୁହେଁ ତାକୁ ତ ମଣିଷ ସହେ। ତୋର ମନରେ ଦୁଃଖ ଦେବାକୁ, ତୋ ଜୀବନରେ ଶାନ୍ତି ଭାଙ୍ଗିବାକୁ, କିଶୋର ସଂକଳ୍ପରେ ବାଧା ଦେବାକୁ ମୁଁ ଆସିନଥିଲି। ଭବିଷ୍ୟତରେ କେବେ ଆସିବି ନାହିଁ। ଟିକିଏ ରହ। ସନେଇ ପୁଣି କହିଲା, ମୋତେ ବିଦାୟ ଦେ ଧୋବି। ଏଠି ତୋରି ଘରେ ତୋରି ପାଖରେ ଯେତିକି ବେଳ ମୁଁ କଟାଇବି, ସେଥିରେ ମୋ ଉଭୟଙ୍କର ଦୁଃଖ ମନର ଯନ୍ତ୍ରଣା କେବଳ ବଢ଼ିବ। ଦୁହିଁଙ୍କର ସଂକଳ୍ପରେ ବାଧା ଆସିବ। ସନେଇର କଥା ଧୋବି ସହିପାରିଲା ନାହିଁ। ସେ ଅସ୍ଥିର ହୋଇ ସନେଇର ହାତ ଧରି କାନ୍ଦିଲା ସ୍ୱରରେ କହିଲା,
ନାଇଁ ନାଇଁ, ତୁ ଯାନା ସନେ ଭାଇ, ତତେ ପାଖରେ ପାଇଁ ମୁଁ ଛାଡ଼ିଦେବି ନାହିଁ। ବେଶୀ କିଛି କହିପାରିଲା ନାହିଁ। ପିଲା ପରି କାନ୍ଦି ଉଠିଲା। ସନେଇ ତାର ମନର ଦୁଃଖ ବୁଝିଲା। ଯେଉଁଥିପାଇଁ ସେ ପାଗଳ ହୋଇ ଧାଇଁ ଆସିଥିଲା ତାର ଉତ୍ତର ସେ ପାଇଲା। ସେ ବୁଝିଲା ଧୋବି ଚିରଦିନ ତାରି ପାଇଁ ତାରି କଥାରେ ଧୋବି ସବୁ ଦୁଃଖ କଷ୍ଟ ଅପମାନ ସହିବାକୁ ପ୍ରସ୍ତୁତ। କିନ୍ତୁ କାହିଁକି ସେ ଧୋବିକୁ କଷ୍ଟ ଦେବ? ଉତ୍ତେଜନାର ମୋହରେ ଧୋବି ହୁଏତ ତାରି ସଙ୍ଗରେ ଛୁଟିଯିବ, କିନ୍ତୁ କାହିଁକି ଦୁନିଆର ଆଖିରେ ଧୋବି ହେବ କଳଙ୍କିନୀ? ସନେଇ ଧୀରେ ଧୀରେ ହାତ ତାର ଖସାଇ ଆଣି ସ୍ନେହାର୍ଥ କଣ୍ଠରେ କହିଲା, ଅବୁଝା ନା ଧୋବି, ତୋ ଉପରେ ରାଗ କରି କି ଅଭିମାନ କରି ମୁଁ ଚାଲିଯାଉ ନାହିଁ। ତୋର ମନର ଦୃଢ଼ତା ଦେଖି, ତୋର ନିର୍ମଳ ନିଷ୍କଳଙ୍କ ଜୀବନର ଆଦର୍ଶ ଆଖିରେ ଦେଖି ମୁଁ ନୂଆ ସଂକଳ୍ପ ମନରେ ବାନ୍ଧି ଚାଲିଯାଉଛି। ଦାସିଆ ପିଣ୍ଡାରେ କବାଟ ଆଡ଼େ ବୁଲି ଆସି ଖବର ଦେଲା, ବିଦେଇ ବାବୁ ଉଠିଲେଣି, ତୁମକୁ ଖୋଜୁଛନ୍ତି। ସୁଯୋଗ ପାଇ ସନେଇ ଘର ଭିତରୁ ବାହାରି ଆସିଲା। ଧୋବି ପଥର ମୂର୍ତ୍ତି ପରି ଠିଆ ହୋଇ ରହିଲା। ବାହାରର ଅନ୍ଧକାରକୁ ଆସି ସନେଇ ଯାଇପାରିଲା ନାହିଁ। ଧୋବିର ଲୁହଗୁଡ଼ା ଆଖି ଅତି ଦୁଃଖରେ ଥରିଲା ଓଠ ପାଗଳା ଫୁଲି ଉଠିଥିବା ନାକପୋଡ଼ା ନିଶ୍ଚଳ ମୂର୍ତ୍ତି ଓଗାଳି ଉଭା ହୋଇଛି। ଧୋବିର ଘର ଆଗରେ ସେ କ୍ଷଣେ ଠିଆ ହେଲା। ଆଖିରୁ ଝରି ପଡ଼ିଲା ଲୁହ। ଦୁନିଆର ମାୟାରେ ଧୀରେ ଧୀରେ ବାନ୍ଧି ହେଲା ବେଳେ ମଣିଷ ଜାଣିପାରେ ନାହିଁ ମାୟାର ବନ୍ଧନ ଛିଡ଼ାଇବା କେଡ଼େ କଷ୍ଟ। ମଣିଷ ଛଟଫଟ ହୁଏ, ଆର୍ତ୍ତନାଦ କରେ। ଆଖିରୁ ଲୁହ ପୋଛି ଅସଂଯତ ପାଦ ପକାଇ ସନେଇ ଖଣ୍ଡେ ଦୂର ଚାଲିଗଲା ଏକା ନହସରେ। ଗାଁର ବସ୍ତି ପାରି ହୋଇ ଆସିଲା। ଅନ୍ଧାର ପାତାଳ ହୋଇ ଆସୁଛି। ଦିଗହଜା ଲଙ୍ଗଳା ଗହୀର ବିଲର ଆରପାଖେ ଆକାଶ ଉଜଳି ଆସିଲାଣି। ଉଷା। ରାତି ପାଇବ, ସନେଇ ଯିବ କୁଆଡ଼େ? ପୂର୍ବପୁରୁଷର ଢିଅ ଉପରେ ଧୋବିର ମନରେ ଯେଉଁ ବସା ସେ ବାନ୍ଧିଛି, ପୁଣି ସେଟାକୁ ସେ ଫେରିଯିବ। ପୁଣି ହଳ ଧରି ଆରମ୍ଭ କରିବ ଚାଷ। ଗଛ ମୂଳରେ ଅଟକି ଗଲା ସନେଇ। କାହିଁକି ଏସବୁ କରିବ? କିଏ ଭୋଗ କରିବ ତାର ସମ୍ପତ୍ତି? ଦୁର୍ଭିକ୍ଷ ଆସିଲେ ପୁଣି ଲକ୍ଷ ଲକ୍ଷ ଲୋକ ଟଳି ପଡ଼ିବେ। ପୁଣି ପୁଞ୍ଜିପତି ସଞ୍ଚି ରଖି ମଣିଷର ରକ୍ତ ଧନ ଏସବୁ ଖାଇବେ। ଲକ୍ଷ ଲକ୍ଷ ଲୋକଙ୍କର କଙ୍କାଳ ମଝିରେ ସନେଇର କଙ୍କାଳ ପଡ଼ି ରହିବ। କାହିଁକି ସନେଇ କରିବ ସମ୍ପତ୍ତି? କାହିଁକି ସେ ଫେରିଯିବ ପୂର୍ବପୁରୁଷର ଢିଅକୁ? ସନେଇ ନିଜକୁ ନିଃସହାୟ ମଣିଲା। ଜୀବନର ଲକ୍ଷ୍ୟ ବିନା ମଣିଷ ନିଜକୁ ନିଃସହାୟ ମଣେ। ମଣିଷ ଖୋଜେ ଅବଲମ୍ବନ, ଖୋଜେ ଭବିଷ୍ୟତର ଲକ୍ଷ୍ୟ, ଯାହାକୁ କେନ୍ଦ୍ର କରି ସେ ବୁଲେ। ସବୁ ଦୁଃଖ କଷ୍ଟ ଅପମାନ ସହେ। ଆକାଶ ଘରା ମେଘ ମଝିରେ ଝରି ପଡ଼ୁଥିବା ଆଲୁଅ ପରି ଦୁଃଖ ନୈରାଶ୍ୟର ମଝିରେ ସେ ଚାହିଁ ରହେ ତାର ଆଶାର ଆଲୋକ ଆଡ଼କୁ। ଆଖିରୁ ଲୁହ ପୋଛି ସେ ସେଇ ଆଡ଼କୁ ଲକ୍ଷ୍ୟ କରି ଧାଏଁ, କାର୍ଯ୍ୟରେ ବ୍ରତୀ ହୁଏ। ସନେଇର ଲକ୍ଷ୍ୟ ଉଦ୍ଦେଶ୍ୟ ଆଶା ଭାଙ୍ଗିଛି। ଧର୍ମ ଉପରେ କଳ୍ପନାର ଭଗବାନ, ପରଜନ୍ମ ପୂର୍ବଜନ୍ମ ମୁକ୍ତି ନିର୍ବାଣ ଏସବୁ ଉପରେ ତାର ବିଶ୍ୱାସ ନାହିଁ। ଧନ ସମ୍ପତ୍ତି ଘର ଏସବୁକୁ ଆଜି ସେ ଘୃଣା କରୁଛି। କ'ଣ ହେବ? ଏସବୁ କିଏ ଭୋଗ କରିବ ତା ପରିଶ୍ରମର ଫଳ? ସଂସାର କରିବ ସମାଜ ନୀତି ନିୟମ ମାନି, ମୁଖା ପିନ୍ଧି ବିବାହ କରିବ। ରାତିର ଅନ୍ଧାର ଘୁଞ୍ଚିଲା। ଉଜଳି ଉଠିଲା ପୂର୍ବ ଆକାଶ। ସନେଇ ମନରୁ ମଧ୍ୟ ଅନ୍ଧାର ଘୁଞ୍ଚିଲା। ତାରି ଭିତରୁ ମୁକ୍ତ ମଣିଷ କହି ଉଠିଲା, କାହିଁକି? ତୋର ଲକ୍ଷ୍ୟ ତ ଅତି ବଡ଼ରେ ସନେଇ। ଦୁନିଆର ବାଟରେ ଘାଟରେ ଯେଉଁ ନିଃସହାୟ ଅକ୍ଷମ ମଣିଷ ପିଲା ପେଟ ପାଇଁ ଥିଲା ଲୋକର ଦୟାକୁ ଚାହିଁ ରହିଛି, ହାତ ମାତି ପୋଠିଏ ଖାଇବାକୁ ମାଗୁଛି, ସେଇ ତୋର ନିଜର ଲୋକ, ସେହି ତୋର ବନ୍ଧୁ ସୋଦର। ସମାଜ ଯାହାକୁ ଛାଡ଼ିଛି, ଧର୍ମ ଯାହାକୁ ଇଙ୍ଗିତ ଦେଇଛି, ପରଦୈବ୍ୟକୁ ଟେକା ପରି ମଣ ବଡ଼ ଲୋକର ଧାନ ଗଦା ତଳେ ପେଟରେ ହାତ ଦେଇ ଆଖି ବୁଜି ମଶାଣି ଆଡ଼କୁ ଚାଲି ଯାଉଛି, ସେଇ ତୋର ସନ୍ତାନ। ସେମାନଙ୍କୁ କୋଳରେ ନେ, ସେମାନଙ୍କୁ ଆଶ୍ରା ଦେ। ଉତ୍ତେଜିତ ସନେଇ ମୁଣ୍ଡର ଓଦା ବାଳ ଟାଣିବାକୁ ଲାଗିଲା। ଧୋବି ତାର ସବୁ ସମ୍ପତ୍ତି ଗରିବ ନ୍ୟାସ୍ରୀଙ୍କୁ ଦାନ କରିଛି। ସମସ୍ତଙ୍କୁ ନୁହେଁ, ଜଣ ଜଣ କରି। ସମାଜର ଲୋକେ ତାର ଧନ୍ୟ ଧନ୍ୟ ପ୍ରଶଂସା କରୁଛନ୍ତି। କହୁଛନ୍ତି ପରଜନ୍ମ ପାଇଁ କେତେ ଧର୍ମ ସଞ୍ଚି ରଖିଛି। କିନ୍ତୁ ଧର୍ମ ମଣିଷ ସଞ୍ଚେ କେଉଁଠି? ଦୁନିଆର ସବୁ ମଣିଷ ଯଦି ସୁଖରେ ରହନ୍ତେ, କିଏ କାହାରି ମୁଖକୁ ଚାହିଁ ରହନ୍ତା କାହିଁକି? ସଞ୍ଚିବାର ସ୍ପୃହା ମଣିଷର ରହନ୍ତା ନାହିଁ। ବଂଶ ବୁଡ଼ିବାର ଦୁଃସ୍ୱପ୍ନ କେହି ଦେଖନ୍ତେ ନାହିଁ। ଧୋବି ଧର୍ମ ସଞ୍ଚିଛି, ଭୁଲ କଥା। ଧୋବି ସମାଜ ଗଢ଼ିଛି, ନିଜେ ରହିଛି ଅଲଗା। ଯେଉଁମାନଙ୍କୁ ସେ ଘର ତୋଳାଇ ଦେଇଛି, ସେମାନେ ବି ଆଜି ଧନ ସଞ୍ଚିବାରେ ଲାଗି ପଡ଼ିଛନ୍ତି। ବଡ଼ ଲୋକ ହେବ, ଅନନ୍ତ କାଳ ପାଇଁ ସେମାନଙ୍କର ପିଲା କୁଟୁମ୍ବ ସୁଖରେ ରହିବେ। କାହିଁକି ଏ ଭ୍ରମ? ଭବିଷ୍ୟତର ବଂଶଧରଙ୍କ ପାଇଁ ଧନ ସଞ୍ଚି ଯାଇଥିଲେ, ସମ୍ପତ୍ତି ରଖିଯାଇଥିଲେ, ତାଙ୍କରି ନାତି ପଣନାତି ଖାଇବାକୁ ନ ପାଇ ବାଟଘାଟରେ ପଡ଼ି ନିତି ଏ ଦୁନିଆରେ ମରୁଛନ୍ତି। ଭାଗବତୀ କହୁଛି, ଲକ୍ଷ୍ମୀ ଚଞ୍ଚଳା, ସବୁ ପୂର୍ବଜନ୍ମର ତପସ୍ୟାର ଫଳ। ତେବେ ଧନ ସଞ୍ଚୟ ସ୍ପୃହା କାହିଁକି? ଧନ ସଞ୍ଚୟର ଅର୍ଥ କ'ଣ?
ଭୟ, ଦୁଃଖ କଷ୍ଟ ଓ ବଂଶଲୋପର ଭୟ। ଦୁନିଆ ବାଟରେ ଦୁଃଖୀ, ଦରିଦ୍ର, କାଙ୍ଗାଳ, ନିଆଶ୍ରା, ରୁଗ୍ଣ ଲୋକକୁ ଦେଖିଲେ ଦୁର୍ବଳ ମଣିଷର ଭୟ ହୁଏ। ନିଜକୁ ସେହି ବେଶରେ, ସେହି ଅବସ୍ଥାରେ ତାର ଭବିଷ୍ୟତର ବଂଶଧରକୁ ସେ ନିଆଶ୍ରା, ଭୋକିଲା, ରୁଗ୍ଣ ବେଶରେ ଦେଖିବାର କଳ୍ପନା ତାର ଛାତି ଥରାଏ। ସେ ଭୟରେ ସେ ସଞ୍ଚେ ଧନ। ସମସ୍ତେ ଯଦି ମୁଠିଏ ପେଟ ପୂରାଇ ଖାଇବାକୁ ପାଆନ୍ତେ, ଦେହ ଘୋଡ଼େଇବାକୁ ଲୁଗା ଖଣ୍ଡେ ପାଆନ୍ତେ, ରୁଗ୍ଣ ନିରାଶ୍ରୟ ହୋଇ ବାଟରେ ନ ବୁଲନ୍ତେ, ଧନ ସଞ୍ଚିବାର ସ୍ପୃହା ହୁଅନ୍ତା ନାହିଁ। ନିଜର ଭବିଷ୍ୟତ ଅବା ଭବିଷ୍ୟତର ବଂଶଧରଙ୍କ ଭଲମନ୍ଦ ଭାବିବା ଦରକାର ପଡ଼ନ୍ତା ନାହିଁ। ସୂର୍ଯ୍ୟ ଉଠି ଆସିଲେ ପୂର୍ବ ଆକାଶର କୋଳକୁ। ଶନେଇ ତାର ଉତ୍ତେଜିତ ମନ ଧରି ଉଠିଲା। ଧୋବି ପାଖରୁ ସେ ଦୂରେଇ ଆସୁଛି, ଆହୁରି ଦୂରକୁ ଚାଲିଯିବ। ପୁନି ଯାହାକୁ ସେ ମରଣ ମୁହଁରେ ଫୋପାଡ଼ି ଆସିଥିଲା, ଆଗ ତାକୁ ହିଁ ନେବ କୋଳକୁ। ମଧୁ ଭୋଇକୁ ଆଲିଙ୍ଗନ କରିବ। ପୁଣି ହେବ ଶନେଇ ଅଜାତି। ଛତରେ ଖିଆ ପତିତ, ସମାଜଛଡ଼ା, ଅଧର୍ମୀ, ଜାତିଅଟକା ଲୋକଙ୍କ ଘୃଣାର ଜୀବ। ପୁଣି ଲୋକେ ତାକୁ ଦେଖିଲେ ଘୃଣା କରିବେ। ମୁଖା ପୋଷାକ ହନୁମାଙ୍କଳର ଲାଙ୍ଗୁଳ ପିନ୍ଧି ସେ ପ୍ରକୃତ ମଣିଷ ହୋଇ ଓହ୍ଲାଇ ଆସିବ। ଶନେଇ ଚାଲିଲା ପୁନିର ଘରକୁ। ମଧୁଆ କେତେବେଳୁ ଉଠି କାମକୁ ଚାଲିଗଲାଣି। ପିଲାଟା ବିଛଣାରୁ ଉଠି ନାହିଁ। ଗୁହାଳ ପୋଛି, ଗୋଚର କବଲ ହାତ ଧୋଇ ଗୁହାଳ ବାହାରି ପଡ଼ି ପୁନି ଦେଖିଲା, ଘର ଆଗରେ ତାରି ଶନେଇ ଭାଇ ଠିଆ ହୋଇଛି। ସ୍ୱପ୍ନ ପରି ମଣିଲା। ଶନେଇ ପାଖକୁ ସେ ଆସିଲା। ଗୋଡ଼ ଚଳୁ ନଥାଏ। ଏଇ ତ ତାର କୋଳର କାଖର ସାନ ଭଉଣୀ ପୁନି। ଟିକେ ବଡ଼ ହୋଇଯାଇଛି। କେଡ଼େ ସୁନ୍ଦର ଦିଶୁଛି। ଆଉ କିଛି ପରିବର୍ତ୍ତନ ଦେଖୁନାହିଁ। ସେଇ ମୁହଁ, ସେଇ ଆଖି, ନାକ, ଓଠ ଯେମିତି ଗମ୍ଭୀର, କାନ୍ଦୁରିପଣ। ବଦଳିଛି କ'ଣ? ପୁନି ଜାତି ହୁଏ ନାହିଁ। ସତରରେ ଖାଇଛି, ମଧୁଆ ଭୋଇର ଘରଣୀ ହୋଇଛି। ତଥାପି ଯାହା ସେ କାଲି ଥିଲା, ଆଜି ବି ଠିକ୍ ସେଇଆ ଅଛି। କାହିଁକି ଶନେଇ ତାକୁ ପଚାରି ନଥିଲା? କଅଁଳ ସ୍ୱରରେ ଡାକିଲା, ପୁନିଲୋ। ତାର କଣ୍ଠ ରୁଦ୍ଧ ହେଲା। କୋହ ସମ୍ଭାଳି ପାରିଲା ନାହିଁ। କ'ଣ କହିବାକୁ ବସିଥିଲା, ତୁଣ୍ଡ ପଇଲା ନାହିଁ। ଭାଇ ତୁଣ୍ଡରୁ ପଦିଏ ଗେହ୍ଲାରେ ଡାକ ପୁନି ନିଜକୁ ଭୁଲିଗଲା। ସମୁଦ୍ରର କୁଆର ପରି ଦୁଃଖ ଓ ଅଭିମାନର ଜୁଆର ଉଠିଲା ତା ମନରେ। କଟା ଗଛ ପରି ଭାଇର ଗୋଡ଼ ତଳେ ପଡ଼ି ତାର ଦୁଇ ପାଦକୁ ଚାପି ଧରି ପୁନି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ଶନେଇ ନଇଁ ପଡ଼ି ତାକୁ ତଳେ ଉଠାଇଲା। ପୁନି ଭାଇର ଛାତି ଉପରେ ଲୋଟି ଅଧୀର ହୋଇ କାନ୍ଦିବାକୁ ଲାଗିଲା। ମନେ ପଡ଼ିଲେ ତାର ବାପ, ମା, ହଜିଲା ଭଉଣୀ କୁନି, ଆଉ ଦରମରା କଙ୍କାଳ ସାନ ଭାଇ। ଦୁର୍ଭିକ୍ଷର କରୁଣ ଦୃଶ୍ୟ ଆଖି ଆଗରେ ପୁଣି ଥରେ ଭାସି ଉଠିଲା। କି ଭୟଙ୍କର କାହାନ୍ତି ତାର ଆତ୍ମୀୟ ସ୍ୱଜନ ତାର ପିଠି ଆଉଁସିଲା। ପଛିଗଲା ସମୟ। ସ୍ନେହ ସରାଗଭରା ମନ ପାଖରେ ସମୟ ପରାଜିତ ହୁଏ। ଶନେଇ କହିଲା, ତୁନି ହୋ ପୁନି। ଭ୍ରମରେ ପଡ଼ି ବୃଥା ଆଶା ମୋର ଭ୍ରମ ଭାଙ୍ଗିଛି। ଛାତି ଉପରୁ ମୁଣ୍ଡ ଟେକି ଶନେଇ ଲୁହଝରା ଆଖିକୁ ସେ ଚାହିଁ ରହିଲା। ଶନେଇ ପଚାରିଲା, ମଧୁଆ କାହିଁ? ପୁନି ଉତ୍ତର ଦେଲା ନାହିଁ। ତୋର ପୁଅଟି କାହିଁ ପୁନି? ପୁନି ଉତ୍ତର ଦେବା ଆଗରୁ ଘର ଭିତରୁ ବନା କାନ୍ଦି ଉଠିଲା। ଶନେଇ ଘର ଭିତରକୁ ପଶିଲା। ଛିଣ୍ଡା ମସିଣା ଉପରେ କୋଚଟ ମଇଳା ସାତସିଆ କନ୍ଥା। ତାରି ଉପରେ ବନେଇ ପରିଡ଼ାର ରକ୍ତ। ବନେଇ ପରିଡ଼ାର ପ୍ରତ୍ୟେକ ଛୋଟ ବନେଇ ଭୋଇଟି ବସି କାନ୍ଦୁଛି। ଆନନ୍ଦରେ ନାଚି ଉଠିଲା ଶନେଇର ଛାତି। ବନେଇ ପରିଡ଼ା ପୁଣି ପିଲା ହୋଇ ଫେରି ଆସିଛି। ସେ ତାରି ବାପ, ତାରି ଅନନ୍ତ କାଳର ପୂର୍ବପୁରୁଷ। ଯାହା ଅମଳରେ ଭୋଇ ଓ ପରିଡ଼ାର ଭେଦ ନଥିଲା। ଯାହା ଅମଳରେ ସବୁ ମଣିଷ ସମାନ ଥିଲେ, ଗୋଟିଏ ଜାତି, ଗୋଟିଏ ଧର୍ମର ଲୋକ। ଶନେଇ ତାକୁ କୋଳକୁ ନେଲା। ବନା ତୁନି ହେଲା ନାହିଁ। ଶନେଇ ପିଲାଟିକୁ ପୁନି କୋଳକୁ ଦେଲା। ଶନେଇ ଭାଇ କ'ଣ କଲା ସତେ? ଏକାଥରେ ଘରେ ପଶିଲା। ଲୋକେ ଦେଖିଲେ କ'ଣ କହିବେ? ପୁଣି ତାକୁ ଜାତିରୁ ଅଟକ କରିବେ। ପୁଣି ସମାଜ ତାପରେ ଦୋଷ ଓ କଳଙ୍କର ବୋଝ ଲଦିଦେବ। ଶନେଇ ଭାଇ ପତିତ ହେବ। କେମିତି ମୁହଁ ଖୋଲି ଏକଥା ତାକୁ ସେ କହିବ? ଶନେଇ ତାର ମନର କଥା ବୁଝିଲା। ଦର ହସିଲା ହୋଇ ଘର ଭିତରେ କାନ୍ଥକୁ ଆଉଜି ବସି କହିଲା, ରାଗିଛୁ ପୁନି ମୋ ଉପରେ? ପିଲାଦିନୁ ଏମିତି କେତେ ତ ରାଗୁ। ତୋ ରାଗ ମୋ ଉପରେ ଘଡ଼ିଏ ରହେ ନାହିଁ। ପୁନି ପିଲାଟିକୁ କୋଳରେ ଧରି ଦୂରେଇ ବସିଲା। ଓଠ ଅରାଇ କହିଲା, ଭାଇ। ତଣ୍ଟିରେ କଥା ଅଟକିଗଲା। ଭଉଣୀର କୁଡ଼ିଆ ଘରେ ଗୋଡ଼ ଦେଇଛି ବଡ଼ ଭାଇ ଦେବତା। କେଡ଼େ ଖୁସି, କେଡ଼େ ଆନନ୍ଦର କଥା। ଭାଗ୍ୟରେ କାହାର ଥାଏ? କେମିତି ପୁନିର ତୁଣ୍ଡ ଖୋଲିବ କହିବାକୁ, ତୁମେ ଚାଲିଯାଅ, ମୁଁ ତୁମର ଭଉଣୀ। ପୁନି ନୁହେଁ, ପୁନି ମରିଛି। ଶନେଇ ଦେଖିଲା ପୁନିର ମୁହଁ ମଳିନ ଦେଖାଗଲା। ଯେପରି କେତେ ଯନ୍ତ୍ରଣାପଦ ଭାବନାରେ ସୁଅଟି ଛୁଟି ଯାଇଛି ତା ମନ ଭିତରେ। ଶନେଇ ନରମ ସ୍ୱରରେ କହିଲା, ଅଭିମାନ ତୋର ଭାଙ୍ଗିବ ନାହିଁ ପୁନି। ପିଲାଦିନେ କେତେ ଛୋଟ ବଡ଼ ଦୋଷ ତୁ କରିଥିଲୁ, ମନେ ପକାଇଲୁ। ମୁଁ କେବେ ଅଭିମାନ କରି ବସିଥିଲି? କହିଲୁ, କେତେଥର ତୋର କାନ ମୋଡ଼ିଛି, ପୁଣି ତୋତେ କାଖ କରିଛି, ଗେଲ କରିଛି, ନୁହେଁ? ମନେ କଲୁ?
ସତେକି ପୁନିର ଛାତି ଫାଟିଯିବ। କାହିଁକି ସନେଇ ଭାଇ ପିଲାଦିନର କଥା ମନେ ପକାଉଛି? କାହିଁକି ପୁଣି ଅତୀତର ସୁଖ ଦୁଃଖର ଛବି ଆସୁଛି ଆଖି ଆଗକୁ? କେମିତି କ'ଣ ସେ କହିବ? ସନେଇ କହିବାକୁ ଲାଗିଲା, ପୁନିଲୋ, ବଡ଼ ଭାଇ ବି ଭୁଲ କରେ। ମୁଁ ଭୁଲ କରିଛି। ସବୁ ମୋର ଭ୍ରମ। ଜାତି, ଧର୍ମ କି ସମ୍ପତ୍ତି ତୋ ପାଖରୁ ମୋତେ ଦୂରେଇ ରଖିନଥିଲା। ଆମ ମଝିରେ ଠିଆ ହୋଇଗଲା ଗୋଟାଏ ବଡ଼ ମୋହ। ସେ ମୋର ଭାଙ୍ଗିଛି। ଲୋ ପୁନି, ମୁଁ ତୋ ପାଖକୁ ଫେରି ଆସିଛି। ବସି ରହିଲୁ କାହିଁକି? ଉଠ, ତୋ ଭାଇ ଆସିଛି। ଖୁସି ହ। କାନ୍ଦୁଛୁ କାହିଁକି? ଉଠ ଲୋ ପୁନି, ତୋ ଭାଇର ତଣ୍ଟି ଅଠା ଅଠା ହେଉଛି। ତୋରି ହାତରେ ପଖାଳ ଖାଇଲେ ମୋର ଆତ୍ମା ଶାନ୍ତ ହେବ। ପୁନି କହିଲା, ତୁମେ କ'ଣ କହୁଛ ଭାଇ? ତମର ଭଉଣୀ ପୁନି ଆଜି ଅଜାତି, ଅଛୁଆଁ, ପତିତା। ତୁମେ ମୋତେ ମନେ ପକାଇଛ, ସେତିକି ମୋର ଯଥେଷ୍ଟ। ସରଗର ଚାନ୍ଦ ହାତର ପାଇଥିଲେ ମୁଁ ସେତିକି ଖୁସି ହୋଇନଥାନ୍ତି। କେତେ ଜନ୍ମର ପାପର ଫଳରୁ ପୁଣି ମୁଁ ହେଲି ଅଜାତି। ଏତେ ଲୋକଙ୍କୁ ମରଣ ହେଲା, ମୋର ହୀନମାନିଆ ଦହଗଞ୍ଜିଆ ଜୀବନ ଗଲା ନାହିଁ। ଆଖିରୁ ଲୁହ ପୋଛି ପୁନି କହିବାକୁ ଲାଗିଲା, କେତେଥର ଭାବିଲି ଆତ୍ମହତ୍ୟା କରି କଳଙ୍କ ଲୁଚାଇ ଦେବି। ପାରିଲି ନାହିଁ। ଯିଏ ମୋତେ ମଶାଣି ଭୂଇଁରୁ ଗୋଟାଇ ଆଣିଥିଲା, ମୋ ପାଇଁ ସେ କେତେ ଅତ୍ୟାଚାର ସହିଛି, କେତେ ଦୁଃଖ ଅଙ୍ଗେ ଲିଭାଇଛି। ତାରି ମୁହଁକୁ ଚାହିଁଲେ, ତାରି ପିଲା ଏଇ କଳଙ୍କର ବୋଝକୁ ଦେଖିଲେ ମରିବାକୁ ମୋର ସାହସ ହୁଏ ନାହିଁ। ଆଶ୍ଚର୍ଯ୍ୟ ହୋଇ ସନେଇ ଚାହିଁଲା ତା ମୁହଁକୁ। କହିଲା, ତୁ ଭୁଲ ବୁଝିଛୁ ପୁନି। ଯିଏ ତୋତେ ଭଲ ପାଇଛି, ଯିଏ ତୋତେ ଜୀବନ ଦେଇଛି, ସେଇ ତୋର ସ୍ୱାମୀ, ତୋର ଦେବତା। ତୋର ଏଇ ପିଲାଟି ଅତି ପବିତ୍ର। ମଣିଷ ପିଲା ସବୁବେଳେ ପବିତ୍ର ଲୋ ପୁନି। ସେ କଳଙ୍କ ନୁହେଁ, ଲାଜର ନୁହେଁ। ତୋର ସଂସାର ସୁନ୍ଦର। ପୁନି ଅସ୍ଥିର ହୋଇ କହିଲା, କେତେ ଲୋକ ଏଇଟା ଯେ ଆଶା କଲେଣି ତୁମେ ଚାଲିଯାଅ ଭାଇ। ଲୋକେ ଦେଖିବେ, ପୁଣି ତମକୁ ଅଜାତି କରିବେ। ଲୋକଙ୍କର ଜାତିଆଣକୁ ମୁଁ ଭୟ କରେ ନାହିଁ। ସେ କଥା ତୁମେ ତୁଣ୍ଡରେ ଧରନା। ପରିଡ଼ା ବଂଶର କ'ଣ ଲୋପ ହୋଇଯିବ? ନିର୍ବୋଧ ପୁନିକୁ କ'ଣ କହି ସନେଇ ବୁଝେଇ ପାରନ୍ତା? ସମାଜ ଓ ଧର୍ମର ବଡ଼ ପାଟି ଶୁଣି ଅତ୍ୟାଚାର ସହି ନିଜକୁ ସେ ପତିତ ମଣିଛି। ଦେବଶିଶୁ ପରି ଶିଶୁର ସେ ସମାଜରେ କଳଙ୍କ ମଣିଛି। ତା ସଙ୍ଗରେ ତର୍କ କରି ଲାଭ କ'ଣ? ସ୍ୱର୍ଗ ଓ ନରକର ସପନ ଯିଏ ଦେଖୁଛି, ଦେବତାର ଭୂତ ଚଢ଼ିଛି ଯାହାର ମୁଣ୍ଡରେ, ସେ ପୁନିର ଆଖି ଆଗରେ ଆଲୁଅ ଧରିଲେ ସେ ହେବ ଜଳକା। ସନେଇ ତର୍କ କଲା ନାହିଁ। ଉଠି ଠିଆ ହେଲା। ପୁନି ଉଠି ପିଲାଟାକୁ କାନ୍ଧରେ ପକାଇ ଘୁଞ୍ଚି ଆସିଲା। ସନେଇ ଧୀରେ ଧୀରେ ପୁନିର ଘରୁ ବାହାରି ଆସିଲା। ଥରୁଟିଏ ଫେରି ଚାହିଁଲା ନାହିଁ। ସୂର୍ଯ୍ୟ ଆକାଶ ଉପରକୁ ଉଠି ଆସିଲେଣି। ଗାଁ ଦାଣ୍ଡରେ କେତେ ଲୋକ ଯା ଆସ କରୁଛନ୍ତି। ସନେଇର ମନ ଭିତରେ ତୁହାଇ ତୁହାଇ ଉଠୁଥାଏ ଗୋଟାଏ ଭାବନା। ତାରି ଭଉଣୀ ପୁନି ମଧ୍ୟ ତାକୁ ପରିତ୍ୟାଗ କଲା। ଆଉ ପୁନି ଛାତିପତର କରି ଭାଇର ଚଲାବାଟକୁ ଚାହିଁ ରହିଲା। ପରିଡ଼ା ବଂଶର ନିର୍ମଳ ପବିତ୍ର ରକ୍ତର କେତେ ଶିଶୁ ସତେକି ସନେଇ ଭାଇର ପଛେ ପଛେ ଗୋଡ଼ାଇ ଗଲେ। ପୁନି ସ୍ୱପ୍ନ ଦେଖିଲା। ଦୀର୍ଘଶ୍ୱାସ ଛାଡ଼ିଲା। ଓଠରେ ଫୁଟି ଉଠିଲା ହସ। ମନରେ ଭାବନା, ପରିଡ଼ା ବଂଶ ଲମ୍ବି ଯାଇଛି, ଆଖି ପାଉନାହିଁ। କାନ୍ଦି କାନ୍ଦି ଧୋବି ବୋଉଙ୍କର ରାତି ପାହିଲା। ପରଦିନ ସକାଳୁ ମଧ୍ୟ ସେ ବିଛଣାରୁ ଉଠିଲେ ନାହିଁ। ଧୋବି ପାଇଁ ସେ କ'ଣ କରିବେ ସେଇ କଥା ଭାବୁଥାନ୍ତି। ଖରା ପଡ଼ିଲା। ଚାକର ବାକର ଘରର ବାସି ପାଇଟି ପାରିଲେ। ଧୋବି ବୋଉଙ୍କର ବାସି ମୁହଁରେ ପାଣି ଲାଗିଲା ନାହିଁ। ସାନ୍ତଙ୍କ ଉପରେ ରାଗି ତମେ ବୃଥାରେ ନିଜକୁ କଷ୍ଟ ଦେଉଛ। ସେ ବି ବଢ଼ି ସକାଳୁ ଦୁର୍ଗାପୁର ଗଲେଣି। ସାନଜା ଘର ଭିତରକୁ ଗୋଡ଼ ଚିପି ଚିପି କହିଲେ। ବେତମାଡ଼ ବାଜିଲା ପରି ଧୋବି ବୋଉ ଝିଙ୍କି ଉଠିଲେ। ପଲଙ୍କ ଉପରେ ବସି ମନକୁ ମନ ପଚାରିଲେ, ସକାଳୁ ଉଠି ଦୁର୍ଗାପୁରକୁ ଗଲେଣି? ଧୀରେ ଧୀରେ ସାନଜା କହିଲେ, ସକାଳେ ଦେଖିଲେ ଆମ ଦାଣ୍ଡରେ ସବାରି ଡେରି ହୋଇଗଲା। ଗୌଡ଼ମାନେ ବି ଥିଲେ। ପଚାରିଲାରୁ କିଏ ଜଣେ କହିଲା, ସାନ୍ତ ଦୁର୍ଗାପୁର ଯିବେ। ଗଲେଣି। ଧୋବି ବୋଉ ତୁନି ହୋଇ କ'ଣ ଭାବିବାକୁ ବସିଲେ। ସାନଜା ତାଙ୍କର ହାତ ଧରି ଡାକିଲେ, ଆସ ଅପା, ତୁମକୁ ମୋ ରାଣ। କାଲିଠାରୁ ତୁଣ୍ଡରେ ତମର ପାଣି ବାଜି ନାହିଁ। ତମର ଦୁର୍ବଳ ଦେହ। ଆସ। ଦୈବ ଉପରେ ଅଭିମାନ କରି କହିଲେ, ନିଆଁ ଲଗା ଦୈବ ହେଲେ କ'ଣ ମୋର ଦହଗଞ୍ଜା ଜୀବନ ନେଉଛି? ହେଲେ ହିନିମାନ କପାଳରେ ଅଛି କିଏ ଜାଣି? ଟିକିଏ ତୁନି ରହ। ପୁଣି ପଚାରିଲେ, ନିଧି କାହାନ୍ତି? ଦାଣ୍ଡରେ ଅଛନ୍ତି। ଡାକିଦେଲୁ, ଆଗ ଯା। ସାନଜା ବାହାରି ଗଲେ। ଧୋବି ବୋଉ ଖଟ ଉପରେ ବସି ଭାବିବାକୁ ଲାଗିଲେ। ଏଇ ବଡ଼ି ସକାଳେ ଉଠି ଝିଅ ଘରକୁ ସେ ଗଲେ କାହିଁକି? ନିଧେଇ ଆସିଲାରୁ ସେଇ କଥା ତାଙ୍କୁ ପଚାରିଲେ। ନିଧେଇ ରହି ରହି କହିଲେ, ମୋତେ କିଛି କହିନାହାନ୍ତି। ରାଗି ଯାଇ ବଡ଼ ପାଟି କରି ଧୋବି ବୋଉ କହିଲେ, ଜାଣ ନାହିଁ ମୋତେ ଲୁଚଉଛ? ସବୁ ନାଟର ଗୋବର୍ଦ୍ଧନ ତମେ। ତମେ ଯଦି ଅଡ଼ି ବସନ୍ତ, ତାଙ୍କ କଥାରେ ବାଧା ଦିଅନ୍ତ, ଧୋବି ମୋର ଆଜି ଯାଏ ବାହା ନ ହୋଇ ବସିଥାନ୍ତା?
ନିଧେଇ ତଳକୁ ଚାହିଁ ଠିଆ ହୋଇ ରହିଲେ। ଭାଇ ଭାଉଜ ଉଭୟ ଗୁରୁଜନ। ତାଙ୍କ କଥା ଉପରେ କଥା କହି ସେ ପ୍ରତିବାଦ କରନ୍ତି ନାହିଁ। ରାଗରେ ତମତମ ହୋଇ ତାଙ୍କର ସ୍ତ୍ରୀ ସେଠାରୁ ଦୁମ୍ ଦୁମ୍ ହୋଇ ଚାଲିଗଲେ। ଧୋବି ବୋଉ ଉଚ୍ଚ ସ୍ୱରରେ ପଚାରିଲେ, ତୁନି ରହିଲ ଯେ? ନିଧେଇ ମୁହଁ ଟେକି କହିଲେ, ଭାଇ ମୋତେ କିଛି କହିନାହାନ୍ତି। ଗଲାବେଳେ ମଧ୍ୟ ମୋ ସଙ୍ଗେ ଦେଖା ହୋଇନାହାନ୍ତି। ଧୋବି ବୋଉ କହିଲେ, ସେ ଯାଇଛନ୍ତି ବିଦେଇକୁ ପୁଅ କରିବାକୁ। ଧୋବିକୁ ବାଧ୍ୟ କରିବେ। ତମର ଏଥିରେ ମତ ଅଛି? ସାମାନ୍ୟ ହସି ନିଧେଇ କହିଲେ, ସେତିକି ତମେ ଭାବ ନାହିଁ ନୂଆଉ। ମୁଁ ବଞ୍ଚିଥାଉଣୁ ଏ କଥା କରାଇଦେବି ନାହିଁ। ସତ ସତ। ଭାଇ ଯଦି ବିରକ୍ତ ହୁଅନ୍ତି, ପିଲାଛୁଆ ନେଇ ମୁଁ ଅନ୍ୟତ୍ର ଆଡ଼କୁ ଚାଲିଯିବି। ଏ ସମ୍ପତ୍ତି ଭାଇ କରିଛନ୍ତି, ଏଥିରେ ମୋର ଦାବି ନାହିଁ। ଯେଉଁ ଘରେ ଅଶାନ୍ତିର ନିଆଁ ସବୁବେଳେ ଜଳୁଛି, ସେଠି ରହି ତମମାନଙ୍କର ମନରେ ଦୁଃଖ କଷ୍ଟ ଦେବି ନାହିଁ। ଭାଇ ରାଗିବେ, ରାଗନ୍ତୁ। ପରଦୁଆରେ ମୁଣ୍ଡ ଲାଗି ପେଜ ତୋରାଣୀ ଚାହା ମିଳିବ। ପିଲାଙ୍କ ମୁହଁରେ ଗର୍ଜି ଉଠିଲେ ଧୋବି ବୋଉ। ଖଟ ଉପରୁ ତଳକୁ ଠିଆ ହେଲେ। ଗୋଟା ଛାଏ ଥରୁଥାନ୍ତି। ଆଖିର ସତେଜ ନିଆଁ ହୁଳା ବାହାରୁଥାଏ। ନୂଆବୋଉଙ୍କର ସେପରି ମୂର୍ତ୍ତି ନିଧେଇ କେବେ ଦେଖିନଥିଲେ। ସେ ତପ୍ତ ହେଲେ। କହୁଥିବା କଥା ତୁଣ୍ଡରୁ ଅଟକିଗଲା। ଧୋବି ବୋଉ ଗର୍ଜି ଉଠି ଥରିଲା ଓଠରେ କହିଲେ, ତୁ ନିହ ନିଧିଆ। ପିଲାଛୁଆ କାହାର? ତୋର। ତୁଇ ମଣିଷ କରିଛୁ। ଦିନେ କେବେ ତାଙ୍କ ମୁହଁକୁ ଚାହିଁଛୁ? କୋଳରେ ଧରିଛୁ? ସେଇ ଛତରୀ ରାକ୍ଷସୁଣୀ ତାଙ୍କୁ ଜନ୍ମ କରିଛି ସିନାରେ। ପିଲା ତିନିଟା ଆଙ୍ଗୁଠି ପବନକୁ ସରି ନୁହନ୍ତି। କାହା କୋଳରେ ବଢ଼ିଲେ ରେ? କାହା ଛାତିରେ ରସ ଟାଣି ଧଙ୍ଗିଆ ଧାଙ୍ଗଡ଼ା ହୋଇ ବଞ୍ଚିଲେ? ତାଙ୍କ ନାଁ ତୁଣ୍ଡରେ ଧରିଛୁ ରେ? ଏଡ଼େ ବହପ। ଥରି ଥରି ପୁଣି ବସି ପଡ଼ିଲେ ଖଟ ଉପରେ। ଯେଉଁ ଆଖି ଦୁଇଟାରେ ବିଜୁଳି, ସେଇଥିରୁ ଝଡ଼ି ପଡ଼ିଲା ଲୁହ ବୁନ୍ଦା। ଦୁଃଖ ଅନୁତାପ ଉଭୟ ନିଧେଇ ସତେକି ହତାଖ୍ୟାନ ହେବେ। ତାଙ୍କୁ ଚାରିଆଡ଼ ଶୂନ୍ୟ ଦିଶିଲା। ସେ ବୁଝିଲେ, କେଇପଦ ଉତ୍ତେଜନା କଥାରେ ରୁଗ୍ଣ ସ୍ନେହମୟୀ ଭାଉଜଙ୍କର ମନରେ ଦାରୁଣ ଆଘାତ ସେ ଦେଇଛନ୍ତି। ଏଇ ଭାଉଜ, ଯାହାକୁ ସେ ଚିରଦିନ ମା ଆଖିରେ ଦେଇଛନ୍ତି, ଯାହାଙ୍କ ତୁଣ୍ଡରୁ ଭୁଲରେ କେବେ ଟାଣ କଥା ପଦେ ଶୁଣି ନାହାନ୍ତି। ଭାଉଜ, ଯିଏ ଘରର ଲକ୍ଷ୍ମୀ, ଯାହାଙ୍କର ସ୍ନେହ ପାଇ ରକ୍ତ ମାଂସ ଓ ଜୀବନ ଶୋଷି ପିଲାଗୁଡ଼ା ବଞ୍ଚିଛନ୍ତି, ତାଙ୍କ ମନରେ ଆଘାତ ଦେବାକୁ କିପରି ସେ ସାହସ କଲେ? ଧୋବି ବୋଉ କହିବାକୁ ଲାଗିଲେ, ଭାଇଙ୍କର ସଙ୍ଗେ କଜିଆ କରି ରାଗ ଅଭିମାନ କରି ଚାଲିଯିବ ତ ଚାଲିଯାଅ ତମେ। ଯିଏ ନିଜର ଶକ୍ତିକୁ ନ ଚିହ୍ନେ, ସେ ମୁଣ୍ଡ କୋଡ଼ି ହୋଇ ମରେ। ତମ ଭାଇଙ୍କର ନାଲି ଆଖି ଦେଖି ଡରି ହରି ତମେ ଚାଲିଯାଇପାର। ମୋ ପିଲାଙ୍କର ନାଁ ତୁଣ୍ଡରେ ଧରିଲେ ଘରେ ନିଆଁ ଲଗେଇଦେବି, ଜାଣିଥାଅ। ଧୋବି ବୋଉ ତୁନି ହେଲେ। ନିଧେଇ ହାତ ଯୋଡ଼ି କହିଲେ, ତମ ପିଲାଙ୍କର ନାମ ମୁଁ ଆଉ ତୁଣ୍ଡରେ ଧରିବି ନାହିଁ। ତମେ ଜାଣ ଭାଇ କେମିତି ଆଣ୍ଡୁଆ। ତାଙ୍କ କଥାରେ ବାଧା ଦେଲେ ସେ ଯଦି ଅଡ଼ି ବସନ୍ତି, ଯାହା କହିଲେ ଶୁଣିବେ ନାହିଁ। ଧୋବି ବିଦେଇକୁ ପୁଅ କରିବ ନାହିଁ, ମୁଁ ନିଶ୍ଚୟ ବାଧା ଦେବି। ଭାଇ ଯଦି ଅଡ଼ି ବସନ୍ତି, ମୁଁ କ'ଣ କରିବି? ଘର ଛାଡ଼ି ଚାଲିଯିବା ଛଡ଼ା ମୋର ଆଉ ଅନ୍ୟ ଗତି ନାହିଁ। ମୁଁ ନିଜେ ଚାଲିଯିବି। ଚେଇଁକି ଉଠି ଧୋବି ବୋଉ କହିଲେ, ନିର୍ଲଜ, ଚାଲିଯିବ କୁଆଡ଼େ? ଭାବିଛ କି ରାମାଶ୍ୟାମଙ୍କ କାନ୍ଧରେ ବୁହା ଦେଇ ମୁଁ ମଶାଣିକୁ ଯିବି? ତମର କ'ଣ ଦିନେ କେବେ ମୁଁ କିଛି କରିନାହିଁ? ସେ କଥା ହେବ ନାହିଁ। ନିଧେଇ ନିଜ କାନ୍ଧରେ ନେଇ ମଶାଣି ଭୂଇଁରେ ମୋତେ ପୋଡ଼ି ପାଉଁଶ କରିବ। ତାପରେ ତମେ ଯାହା କରୁଛ କରୁଥା। ନା, ଆଜିଠୁ ମୁଁ ଆଉ ଧୋବିର ନାଁ ତୁଣ୍ଡରେ ଧରିବି ନାହିଁ। ଜନ୍ମ ସିନା କରିଥିଲି ମୁଇଁ, ପାଳିଛି ତମେ ନିଧେଇ। ଯେଉଁଦିନ ସେ ମୁଣ୍ଡରୁ ସିନ୍ଦୁର ପୋଛିଛି, ସେଇଦିନୁ ସେ ମରିଛି। ସେ ମରିଛି। କହୁ କହୁ ଧୋବି ବୋଉଙ୍କ ପଲଙ୍କ ଉପରେ ଲେଟି ପଡ଼ିଲେ। ତକିଆ ଉପରେ ମୁହଁ ରଖି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଦେଲେ। ନିଧେଇଙ୍କ ପକ୍ଷରେ ସେ ଦୃଶ୍ୟ ଅସହ୍ୟ ହେଲା। ସତେ ତ, ଧୋବିକୁ ପାଳିଛି କିଏ? ମଣିଷ କରିଛି କିଏ? ଯେଉଁ ଘରର ସନ୍ତାନ ବୋଲି ଧୋବି ଛଡ଼ା ଆଉ କାହାକୁ ଜାଣନ୍ତି ନାହିଁ, ଯେଉଁ ତିନୋଟି ସନ୍ତାନ ଧୋବି ପରେ ଏ ଘରକୁ ଆସିଲେ, ସେମାନଙ୍କୁ ନିଧେଇ ଆଜିଯାଏ ଚିହ୍ନନ୍ତି ନାହିଁ। ଭାଇଙ୍କର ଏକବାଗିଆ ଖୋଇ ପାଇଁ ଭାଇଙ୍କର ଅବାଧ୍ୟ ନ ହେବାକୁ ସେ ମଲା ସାପ ପରି ପଡ଼ି ରହିଲେ ଚଳିବ ନାହିଁ। କିଛି ଗୋଟାଏ କରିବାକୁ ହେବ। ଧୋବିର ବାହାଘର ସନେଇ ସଙ୍ଗେ କରିବାକୁ ହେବ। ସେଥିପାଇଁ ଭାଇଙ୍କ ସଙ୍ଗେ ଅପଡ଼ ହେଲେ କ୍ଷତି ନାହିଁ। ନିଧେଇ ଆକୁଳ ହୋଇ ଖଟ ପାଖରେ ବସିଲେ। ନୂଆବୋଉଙ୍କ ପାଦରେ ମୁଣ୍ଡ ଲଗାଇ କହିବାକୁ ଲାଗିଲେ, ତୁମେ ତୁନି ହୁଅ ନୂଆବୋଉ, ବ୍ୟସ୍ତ ହୁଅ ନା। ଧୋବି କଥା ତୁମକୁ ଭାବିବାକୁ ପଡ଼ିବ ନାହିଁ। ସବୁଦିନେ ଭାଇଙ୍କର କଥାରେ ଅକଥାରେ ମୁଁ ତାଙ୍କର ବାଧ୍ୟ ହୋଇ ରହିପାରିବି ନାହିଁ। ତମର ଗୋଡ଼ ଛୁଇଁ କହୁଛି, ଧୋବି ବାହା ହେବ, ଧୋବି ସନେଇକୁ ବାହା ହେବ। ଭାଇ ବାଧା ଦେଇପାରିବେ ନାହିଁ। ବିଦେଇ ବୋଉ କାନ୍ଥ ଆଡ଼ରୁ ମୁଣ୍ଡ ଗଳାଇ ଘର ଭିତରକୁ ଚାହିଁଲେ। ମୁହଁ ମୋଡ଼ି ତମତମ ହୋଇ ରୋଷଘର ଖଞ୍ଜା ଆଡ଼େ ଚାଲିଗଲେ। ଧୋବି ବୋଉ ମୁଣ୍ଡ ଟେକି ଚାହିଁଲେ ନାହିଁ। ଦେଖୁ ଦେଖୁ 5 ଦିନ କଟିଗଲା। ସନେଇର ଦେଖା ନାହିଁ। ରହିମ ଭାବନାରେ ପଡ଼ିଲା। କୁଆଡ଼େ ଗଲା ସନେଇ ଭାଇ? କହିଗଲା ନାହିଁ ତ? ବିଶେଷ ଆମଲ କୋଠିଆର ମୁହଁକୁ ଚାହିଁ ସେ କାବା କାବା ହୋଇ ପଚାରେ। ମିଶିଆ ଜବାବ ଦେଇପାରେ ନାହିଁ। ଯାହାକୁ ପଚାରିଲେ ସେ କହେ, ଦେଖେ ନାହିଁ। ତଥାପି ରହିମ କାମରେ ହେଲେ ତାର ଭୟ କରେ ନାହିଁ।
ବଗିଚାରେ କାମ କରେ, ମିଶିଆକୁ ସାଙ୍ଗରେ ଧରି ଅନିନିଆ ପନିପରିବା ଗଛରେ ପାଣି ମଡ଼ାଏ, ସବୁ କିଛି କାମ କରିଦିଏ। ଭାବେ ସନି ଭାଇ କୁଆଡ଼େ ହେଲେ ଜରୁରୀ କାମରେ ଯାଇଥିବ, ପଳେଇ ଆସିଯିବ ଯେ। ନିଧି ସ୍ୱଇଁ ବାରମ୍ବାର ଖବର ପଠାଇଥିଲେ, ନିଜେ ମଧ୍ୟ ଅନେକ ଥର ଆସି ଫେରିଗଲେଣି। ରହିମ୍ ସନିର ଉଦନ୍ତ କହିପାରିଲା ନାହିଁ। ସ୍ୱଇଁ କହିଗଲେ, କ'ଣ ଦରକାରୀ କାମ ଅଛି। ରାମ ପହରାଜ ଗ୍ରାମବାସୀଙ୍କୁ ନେଇ ସନିକୁ ଖୋଜିବାକୁ 2-3 ଥର ଆସିଥିଲେ। ରଜ ପାଖେଇ ଆସିଲା। ରଜ ଆଗରୁ 2-3 ରାତି ରାମନବମୀ ସତର କରିଦେଲେ ରଜ ଭିତରେ ହଳଦୀ ପାଣିଟା ମଉଜ ହେବ। ଗୋବିନ୍ଦ ପ୍ରଧାନେ କିଏ କେଉଁ ଜମିଦାରଙ୍କର ଗୁମାସ୍ତା 2 ଦିନ ତଳେ ଲୋକ ପଠାଇଥିଲେ ସନିର ଖବର ମଛା ଧରାଇ ନେବାକୁ। ତାଙ୍କର କ'ଣ ନିମିତ୍ତ। ରହିବା ଜଲକୁ ଫେରାଇ ଦେଲେ। ସନେଇ ଭାଇର ବିନା ହୁକୁମରେ କେଡ଼େ ବଡ଼ ସାହସିଆ କାମ ସେ କେମିତି କରନ୍ତା। ଆଉ ଏ ବାଇଆଟା ବେତା ପରି ମୁଣ୍ଡ କରିଛି, କେତେବେଳେ କାନ୍ଦୁଛି, କେତେବେଳେ ହସୁଛି, ବେଳେବେଳେ ଜିକର କରୁଛି, କହୁଛି ସନିଆ ଭାଇ ମୋର ବର, ମୁଁ ଏଇଠି ରହିବି, ଏଇ ମୋର ଘର। ଘର ଭିତରୁ ପଶିବାକୁ କଟାଳ କରୁଛି। ରହିମ୍ ବୁଝାଇ ସୁଝାଇ ତାକୁ ଖାଇବାକୁ ଦେଇ ବିଦା କରୁଛି। ଗାଁ ପିଲାଏ ତା ପଛରେ ତାଳି ମାରି ଧଇଁଛନ୍ତି। ସେ କାହିଁ ବାଇଣୀ। ରହିମ୍ କିଛି ଭାବି ଠିକ୍ କରିପାରିଲା ନାହିଁ। ସନେଇ ଗଲା କୁଆଡ଼େ? ସେଇ ଘରେ ଯେଉଁଠି ଜୋଇଁର ମଲା ଦେହ ପଡ଼ିଥିଲା, ହରି ମହାନ୍ତି ଯେଉଁଠି ମଲା ମଣିଷ ପରି ଟିପ ସାଧା କାଗଜରେ ନେଇଥିଲେ, ସେଇଠି ଯନ୍ତ୍ରଣାରେ ଛଟପଟ ହେଉଛି ଧୋବି। ପାଖରେ ଚିନ୍ତୋଇ ସ୍ୱଇଁ ଗମ୍ଭୀର ହୋଇ ବସିଛନ୍ତି। ପିଲି ସଜ ଉପରେ ଘିଅ ଦୀପ ମଞ୍ଜି ମଞ୍ଜି ହୋଇ ଜଳୁଛି। କେତେ ଭାବନା ଖେଳି ଯାଉଛି ତାଙ୍କ ମନରେ। ସାରା ଜୀବନର ପ୍ରତ୍ୟେକ ଘଟଣା ଗୋଟି ଗୋଟି ହୋଇ ମନେ ପଡ଼ୁଛି। ଯାହା ସେ କରିଛନ୍ତି ତହିଁରୁ କେଉଁଟା ଠିକ୍, କେଉଁଟା ଭୁଲ। ଏ ତାଙ୍କର ଝିଅ, ଏକମାତ୍ର ସନ୍ତାନ ଧୋବି। କାଲି ପରି ଲାଗୁଛି ତାର ଜନ୍ମ। ଟଙ୍କା ସୁନା ଜମି ବାଡ଼ି ସମ୍ପତ୍ତି ଛଡ଼ା ଜୀବନରେ ସେ ଅନ୍ୟ କଥା ଭାବି ନାହାନ୍ତି। ନାୟକ ଘର ସମ୍ପତ୍ତିକୁ ସ୍ୱଇଁ ଘର ସମ୍ପତ୍ତିରେ ମିଶାଇବାକୁ କେତେ ଚନ୍ଦ୍ରାସ ସେ କଲେ। ସବୁ ଚେଷ୍ଟା ବିଫଳ ହେଲା। ସ୍ତ୍ରୀଙ୍କ ସଙ୍ଗେ କଜିଆ କରି କାହାକୁ କିଛି ନ କହି ସେ ଧାଇଁ ଆସିଥିଲେ ଧୋବିକୁ ବାଧ୍ୟ କରିବେ ବିଦେଇକୁ ପୁଅ କରିବାକୁ। ଅଧିକାଂଶ ସମ୍ପତ୍ତି ସେ ବିନିର୍ମୟ କରିଛି। ଯାହା ମନକୁ ଦେଇଛି, ବାକି ଯେତେକ ରହିଛି ସେତକ ଯଦି କୌଣସି ମତେ ରକ୍ଷା କରି ନ ଯାଏ, କେଡ଼େ ବଡ଼ ଅସାର ପାହାଡ଼ ତାଙ୍କର ଟଳି ପଡ଼ିବ। ଦୁର୍ଗାପୁରରେ ଗୋଡ଼ ଦେଉଣୁ ପ୍ରଥମେ ହରି ମହାନ୍ତି ତାଙ୍କୁ କହିଲେ। ଠାକୁର ମନ୍ଦିରରେ ବସି ଜଣ ଜଣ କରି ଦାସୀମାନଙ୍କୁ ବୁଝାଇଲେ। ରାତିରେ ସନେଇ ଆସିଥିଲା, ଆଉ ରାତି ନ ପାହୁଣୁ ସେ ଚାଲିଗଲା। ତାର ଓଦା କାଦୁଅ ବୋଳା ଲୁଗା ବର୍ତ୍ତମାନ ବି ପିଣ୍ଡା ତଳେ ପଡ଼ି ରହିଛି। କଥାକୁ ବଙ୍କେଇ କହିଲେ, କଥାରେ ଲଥା ଦେଇ ଭ୍ରୁଲତା ଟେଳିରେ ତାର ଅର୍ଥ ବଦଳିଯାଏ। ପଦକରେ ବିପଦ ଲଗାଇ ଦିଏ। ଉଆଁସ ରାତିରେ ପୁନେଇ ଜହ୍ନ ଉଠେ। ଦ୍ୱିପଦରୁ ପଦେ ଢୋକିଦେଲେ ପୁନେଇ ଜହ୍ନକୁ ରାହୁ ଗ୍ରାସେ, ଅନ୍ଧାର ହୁଏ। ସ୍ୱଇଁ ସବୁ ଶୁଣିଲେ। ରାଗରେ ଲାଜରେ ସତେକି ତାଙ୍କର ମୁଣ୍ଡ କଟିଯିବ। ଆରେ ଏଇଥିପାଇଁ ଧୋବି ତାଙ୍କ ପାଖରୁ ଦୂରେଇ ରହିଛି। ସନେଇ ଏମିତି ଏଠିକି ବରାବର ଆସୁଛି କି କ'ଣ? ଦିନେ ଲୋକ ଦେଖିଲେ ବୋଲି ସିନା ଜଣାପଡ଼ିଲା, ପ୍ରଘଟ ହେଲା, ନୋହିଲେ କିଏ ଜାଣିବ କେମିତି? କାଲି ସେ ଫେରିଥିଲା ଦୁର୍ଭିକ୍ଷରୁ। ଛତରାଟା ଘର କଲା, ଜାତି ହେଲା, ଏତେ ସମ୍ପତ୍ତି ବୋହିଲା, କାହିଁ ପାଇଲା ଧନ? ଧୋବି ଦେଇଛି। କେଡ଼େ ଲଜ୍ଜାର କଥା। ଧୋବି ପଳିଲା ତାଙ୍କ ମୁହଁରେ କାଳି। ତାଙ୍କର ଆନ ଭାଙ୍ଗିଲା, ମଣିଷ ପଣିଆ ଦି କଡ଼ା କଲା। ସେ ଗୁମ୍ ମାରି ବସି ପଡ଼ିଲେ। ଚକ୍ର ପରି ଭ୍ରମିଲା ତାଙ୍କର ମଥା। ସେ କ'ଣ କରିବେ? ଗୋଟାଏ ଫୁଙ୍କରେ ସନେଇ ପରିଡ଼ା ସଙ୍ଗେ ସଙ୍ଗେ ତାର ସମ୍ପତ୍ତି ଦେବେ ଉଡ଼ାଇ। କିନ୍ତୁ କଳଙ୍କ ତ ଲୁଚିବ ନାହିଁ। ଦାସୀ ବୋଲି କହିଲା। ସାନ୍ତାଣୀ ସେତିକିବେଳୁ ଠାକୁର ଘରେ ପଡ଼ିଛନ୍ତି। ବେଳେବେଳେ ପିଲାଙ୍କ ପରି କାନ୍ଦି ଉଠନ୍ତି। ବେଳ ଆସି ଏତେ ହେଲାଣି, ଉଠି ନାହାନ୍ତି। ସ୍ୱଇଁ ସ୍ଥିର କଲେ, ଧୈର୍ଯ୍ୟକୁ ଚ୍ୟୁତ କରି ତରତର କରି କିଛି କରିବା ଠିକ୍ ହେବ ନାହିଁ। ଭଗାରି ହସିବେ। ଧୋବିର ଆଉ ଏ ଗାରରେ କ୍ଷଣେ ରହିବାକୁ ସେ ଅନୁମତି ଦେଇପାରିବେ ନାହିଁ। କହିଲେ, ଦେଇ ତମର ଉଠିଲେ କହିଦେବୁ, ତାଙ୍କର ମାଆଙ୍କର ଦେହ ଭଲ ନାହିଁ, ମୁଁ ତାକୁ ନେବାକୁ ଆସିଛି। ଆଜି ଉପରବେଳା ଯିବାକୁ ହେବ। ଠାକୁରଙ୍କର ମନ୍ଦିରରେ ସ୍ୱଇଁ ରହିଲେ। ପ୍ରତି ମୁହୂର୍ତ୍ତରେ ଯେପରି ତାଙ୍କୁ ମାଡ଼ ମାରିଲା ପରି ଲାଗୁଥାଏ। ଦ୍ୱିପହରେ ବଲି ଆସି ଖବର ଦେଲା, ସାନ୍ତାଣୀଙ୍କୁ ଭାରି ଜ୍ୱର, ଜାତି ଯେ ଦେହରେ ଖଇ ଫୁଟୁଛି। ଆଖି ଖୋଲି ଚାହୁଁନାହାନ୍ତି। ସ୍ୱଇଁ ଭାବିଥିଲେ ବିଷ୍ଣୁପୁର ନ ଯିବାକୁ ଧୋବି ଛଳନା କରୁଛି, କିନ୍ତୁ ନିଜେ ଯାଇ ନ ଦେଖିଲେ ତ ଭଲ ହେବ ନାହିଁ। ତେଣୁ ସ୍ୱଇଁ ଗଲେ। ସତେ ତ ଜ୍ୱର। ଡାକିଲେ, ଧୋବି। ଧୋବି ଆଖି ଖୋଲିଲା। ଅସ୍ତବ୍ୟସ୍ତ ହୋଇ ଉଠି ବସିଲା ପଲଙ୍କ ଉପରେ। ବାପାଙ୍କର ହାତ ଧରି ଲୁହଝରା ଆଖିରେ ପଚାରିଲା, ବାପା, ବୋଉର କ'ଣ ହେଇଛି? ମୁଁ ଯିବି। ଚିନ୍ତାଏ ଭାବନାରେ ପଡ଼ିଲେ। ରହି ରହି ଉତ୍ତର ଦେଲେ, କ'ଣ ଟିକିଏ ହୋଇଛି, ତୋର ଜ୍ୱର କମିଯାଉ, କାଲିକି ଯିବୁ। ଅନେକ ଦିନରୁ ତତେ ଦେଖି ନାହାନ୍ତି କି ନା।
ଧୋବି ତୁନି ହେଲା। ଜ୍ୱର କମିଲା ନାହିଁ। ବିଛଣାରେ ପଡ଼ି ଧୋବି 3 ଦିନ କାଳ ଛଟପଟ ହେଲା। ସବୁ ରାଗ ରୋଷ ଭୁଲି ମନର କଥା ମନରେ ଗୋପନ ରଖି ଚିନ୍ତେଇ ଝିଅର ସେବାରେ ଲାଗି ପଡ଼ିଲେ। 3 ଦିନ ପର୍ଯ୍ୟନ୍ତ ଧୋବିର ସର୍ବାଙ୍ଗରେ ବସନ୍ତ ଫୁଟିଲା। ଖୁଦ ପକାଇବାକୁ ରାହା ନାହିଁ। ଯନ୍ତ୍ରଣାରେ ଛଟପଟ ହୋଇ ଦିନ ରାତି ସେ କାନ୍ଦିବାକୁ ଲାଗିଲା। ନିଷ୍ଠୁର ଚିନ୍ତେଶ୍ୱରଙ୍କର ମନ ଶେଷକୁ ତରଳିଗଲା। ଆଖପାଖ ଗାଁମାନଙ୍କରେ ବସନ୍ତ ରୋଗ ବ୍ୟାପି ଯାଇଛି। ଦୁର୍ଗାପୁରରେ ମଧ୍ୟ ବସନ୍ତ ରୋଗ ବ୍ୟାପି ଯାଇଛି। ଧୋବିର ଯଦି କ'ଣ ଭଲମନ୍ଦ ହୋଇଯାଏ, ନାୟକ ଘର ସମ୍ପତ୍ତି ତ ହାତରୁ ଖସିଯିବ। ସମ୍ପତ୍ତି ଥିଲେ ବା ଲାଭ କ'ଣ? ଯାହା ପାଇଁ ସେ ସମ୍ପତ୍ତି ରଖିବାକୁ ଚାହୁଁଥିଲେ ସେ ତ ନଥିବ। ନିଜର ଭାବନାରେ ନିଜେ ଚମକି ଉଠିଲେ। ନାୟକ ଘର ସମ୍ପତ୍ତି ସେ ଆୟତ୍ତ କରିବାକୁ ବସିଛନ୍ତି। କିଏ ଭୋଗ କରିବ? ମଣିଷ ନିଜେ କ'ଣ ସମ୍ପତ୍ତି ଭୋଗ କରେ? 2 ବେଳା 2 ମୁଠା ଖାଇବା ଓ ଖଣ୍ଡେ ପିନ୍ଧିବା ଛଡ଼ା ତାର ବଞ୍ଚି ରହିବାକୁ ଲୋଡ଼ା କ'ଣ? ସବୁ ସମ୍ପତ୍ତି ସବୁ ସଞ୍ଚୟ କେବଳ ବଞ୍ଚି ରହିବା ପାଇଁ। ନିଜେ ଓ ନିଜର ଉତ୍ତରାଧିକାରୀ ସ୍ୱୟଂ ବୁଢ଼ା ହୋଇଛନ୍ତି। ଆଉ ବା କେତେ ଦିନ? ଧୋବି ଯଦି ବାହୁଡ଼ିଯାଏ। ଚିନ୍ତେଇଙ୍କର ଦେହ ଶୀତେଇ ଉଠିଲା। ନିଧେଇର ପୁଅ ଭୋଗ କରିବା ସମ୍ପତ୍ତି। ବିଦେଇ ତାଙ୍କର ପୁଅ ନୁହେଁ। ନିଧେଇ ତାଙ୍କର ମା ପେଟରୁ ଜନ୍ମ ହୋଇନାହିଁ। ରକ୍ତର ଧାର ପାତଳ ହୋଇଛି। ପୁରୁଷକୁ ପୁରୁଷ ଆହୁରି ପାତଳ କରିଦେବ। କେତେ ଅଜଣା ଅଶୁଣା ରକ୍ତର କଣିକା ମିଶିବ ଚିନ୍ତେଇ ସ୍ୱୟଂଙ୍କର ଭବିଷ୍ୟତର ବଂଶଧରଙ୍କ ରକ୍ତରେ। ଧର୍ମ ବର୍ଣ୍ଣ ଜାତିଭେଦ ଯଦି ଥାଏ, ସହସ୍ର ବର୍ଷ ପରର ମଣିଷ ପିଲା କାହା ଆଡ଼କୁ ହାତ ବଢ଼ାଇ ନିଜର ପରିଚୟ ଦେବେ। ଚିହ୍ନି ପାରିବ ନାହିଁ ନିଜକୁ। ଉପରକୁ ନ ଚାହିଁ ଚାରିଆଡ଼କୁ ଅନେଇବ। କହି ଉଠିବ ମୁଁ ମଣିଷ ପିଲା। ସମସ୍ତେ ହେବେ ମୋର ବାପା। ସମସ୍ତେ ହେବେ ମୋର ପୁଅ। ମୁଁ ମଣିଷ ପିଲା। ଏ ଛୋଟ ଗଲିଆ ଦୁନିଆ ମୋର ଘର। ଏ ଘରେ ଯାହା ସବୁ ମୋର, ମଣିଷ ପିଲାର ବାପାର, ମୋରି ପିଲାଙ୍କର। ସମସ୍ତେ ଭୋଗ କରିବେ, ସମସ୍ତେ ବଞ୍ଚିବେ। ଚିନ୍ତେଇ ଭାବିବାକୁ ଲାଗିଲେ ସେ ଭୁଲ କରିଛନ୍ତି। ନାୟକ ଘର ସମ୍ପତ୍ତି ଲୋଭ ଛାଡ଼ି ପରିଡ଼ା ବଂଶ ପ୍ରତି ଅକ୍ରୋଶ ଭୁଲି ଧୋବିକୁ ସନେଇ ସହିତ ବାହା କରିଦେବା ଉଚିତ ଥିଲା। ଏହା ହୋଇଥିଲେ ଅଶାନ୍ତି ହୋଇନଥାନ୍ତା। ଧୋବି କରମୋଡ଼ିଲା। ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ସ୍ୱୟଂଙ୍କର ଭାବନା ଭାଙ୍ଗିଲା। ସେ ସିଧା ହୋଇ ବସି ଡାକିଲେ ଧୋବି। ଧୋବି ଉତ୍ତର ଦେଲା ଧୋବି କଡ଼ ବୁଲାଇ ଶୋଇଲା। ଉତ୍ତର ଦେଲା ନାହିଁ। ଶୋଇ ନିଶାହା ପରି ଚାରିଆଡ଼କୁ ଚାହିଁଲେ। ଆଜି ଯାଇ ନିଧେଇଙ୍କ ପାଖକୁ ଖବର ପଠାଇ ନାହାନ୍ତି। ଖବର ପାଇଲେ ଧୋବି ବୋହୂ ଧାଇଁ ଆସିବେ। ଆସିବା ଦରକାର। ନ ଆସିଲେ ଝିଅର ସେବା କରିବ କିଏ? ପରଦିନ ସକାଳୁ ଚିନ୍ତେଇ ଶୋଇ ଚିଠି ଲେଖି ବିଷ୍ଣୁପୁର ଲୋକ ପଠାଇଲେ। ଚିଠି ପାଇ ଧୋବି ବୋହୂଙ୍କୁ ସଙ୍ଗରେ ନେଇ ନିଧେଇ ଦୁର୍ଗାପୁରରେ ପହଞ୍ଚିଲେ। ଚିନ୍ତେଇ ସ୍ୱୟଂଙ୍କ ନିର୍ଦ୍ଦେଶ ମତେ ବିଦେଇ ବିଷ୍ଣୁପୁର ଗଲା। ପିଲା ଲୋକ ଠାକୁରାଣୀ ବସିଥିବା ଘରେ କାରବାର ହେବା ଠିକ୍ ନୁହେଁ। ଚିନ୍ତେଇ ସ୍ୱୟଂଙ୍କର କଥା ନ ମାନି ନିଧେଇ ମଧ୍ୟ ଦୁର୍ଗାପୁରରେ ରହିଲେ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ଉପନ୍ୟାସ ଶାସ୍ତିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।